ଲାଇନ ବୋଧେ ଇଏ ଏଇଠି ପଳେଇ ଯାଇଛି। ଲାଇନ ପଳେଇଗଲା ନା। ହଁ, ଇଆଡେ ବର୍ଷା ହଉଛି ନା ଆମର ଭୁବନେଶ୍ୱରରେ। ଟପିକ ଟା ବି ସେଇଭଳିଆ, ଟପିକ ଟା ବି ସେଇଭଳିଆ ନା ମଶାଣି ବିଷୟରେ, ତେଣୁ ଭୌତିକ କାଣ୍ଡ ହବ କିଛି। ସେ ଦିନ ମାର ଡିଙ୍ଗା ମାନେ ବାଲେଶ୍ୱରରେ ପାଞ୍ଚଟା ଅଲଗା ଅଲଗା ଦିନ ମାର ଡିଙ୍ଗା ହୁଁ ଫାର୍ସି ମାନେ ଡାନିଶ ସିମେଟ୍ରି ଅଛି, ଫ୍ରେଞ୍ଚ ଅଛି, ପର୍ଚୁଗିଜ ଅଛି, ଇଂଲିଶ ଅଛି। ଆପଣ ଯେତେବେଳେ ପର୍ଟିକୁଲାର କବର ପାଖକୁ ଯାଉଛନ୍ତି ସେଠି କଣ କଣ ଦେଖିବାକୁ ଚେଷ୍ଟା କରୁଛନ୍ତି, କଣ ଜାଣିବାକୁ ଚାହୁଁଛନ୍ତି? ଶିପରୁ ବହୁତ ଲୋକ ଆସିଥିଲେ, ମାନେ ସେ ମରିବ ତାକୁ ସି ବେରିଆଲ ଦଉନଥିଲେ, ତାକୁ କଫିନରେ ରଖୁଥିଲେ ପ୍ରିଜର୍ଭ କରିକି। ଫେର ଯେତେବେଳେ ସେ ଲାଗୁଥିଲା ଏଇଠି କୋଉ ବି ଦ୍ୱୀପରେ ଲାଗୁଥିଲା, ଚାନ୍ଦବାଲି ହଉ କି ଏପଟେ ଆମର ସେ ଯେ ପିପିଲି ଥିଲା ସୁବର୍ଣ୍ଣ କି ବାଲେଶ୍ୱର, ସେଇଠୁ ସେମାନେ ଆଣିକି କଟକରେ ରଖୁଥିଲେ ବଢିଆ ବଢିଆ। ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି। କଳିଙ୍ଗ ଇତିହାସର ଇଏ ଗୋଟେ ସମ୍ପୂର୍ଣ୍ଣ ରୂପେ ଭିନ୍ନ ସ୍ୱାଦର ପରିବେଷଣ ଆଜି ଆମେ କରିବା ପାଇଁ ଯାଉଛନ୍ତି। ଆଜି ଆମର ଯୋଉ ବିଷୟବସ୍ତୁରେ ରହିଛି ତାର ନାଁ ହଉଛି ଦ ଲଷ୍ଟ ଇଗୋ ଅଫ ବୋରା କବର ସେମେଟରୀ, କଟକ। କଟକରେ ଆପଣମାନେ ସମସ୍ତେ ଜାଣିଥିବେ ଗୋଟେ ୟୁରୋପିଆନ ମାନଙ୍କ ପାଇଁ ଗୋଟେ କବରସ୍ଥାନ ଅଛି। ଏବଂ ସେଥିରେ ଆମେ ଯେତେବେଳେ ଇତିହାସ ବହି ପଢୁ ବହୁତ ସାହେବ ମାନଙ୍କ ବିଷୟରେ ପଢୁ, କିନ୍ତୁ ସେମାନେ ତାଙ୍କର କାମ କରିବା ଭିତରେ ଏଇଠି ଯେତେବେଳେ ତାଙ୍କର ଅନ୍ତିମ ସମୟ ଆସୁଥିଲା ସେମାନଙ୍କୁ ସେଇ ଜାଗାରେ କବର ଦିଆଯାଉ। ତେଣୁ ସେ ଗୋରା କବରଟା ଓଡିଶାର ଗୋଟେ ଚଳନ୍ତି ଇତିହାସ କହିଲେ ଅତ୍ୟୁକ୍ତି ହବନି। କିନ୍ତୁ କବରକୁ ଯାଇକି ଇତିହାସ ଖୋଜିବା, ଏଟା ଏଇ କାମଟା ଟିକେ ନିଆରା। ସ୍ୱାଭାବିକ ଭାବେ ଆମେ ସେମିତି କେବେ ଚେଷ୍ଟା କରନ୍ତି ନାହିଁ। ଆଜି ଆମ ସହିତ ଯିଏ ଅଛନ୍ତି ବହୁତ ୟଙ୍ଗ ପିଲା, ମହେଶ ଚନ୍ଦ୍ର ଭୋଇ। ସିଏ ଏଇ ଯୋଉ କାମଟି ତାଙ୍କ ଦ୍ଵାରା ସମ୍ଭବ ହେଇପାରିଛି। ସିଏ ଓଡିଶା ତଥା ଭାରତର ବିଭିନ୍ନ ଯୋଉ ସେମେଟରୀ ବା କବର ସ୍ଥଳକୁ ଯାଇ ତାକୁ ଷ୍ଟଡି କରନ୍ତି ଏବଂ ତାକୁ ନେଇକି ସିଏ ଇତିହାସ ବିଷୟରେ ଲେଖିବା ପାଇଁ ଚେଷ୍ଟା କରନ୍ତି। ସିଏ ଗୋଟିଏ ସୁନ୍ଦର ବହି ଲେଖିଛନ୍ତି, 2ଟା ଭଲ୍ୟୁମର ବହି, କ୍ୱାଇଟ୍ ଭଲ୍ୟୁମିନିୟସ୍। ମତେ ତ ବହୁତ ବଢିଆ ଲାଗିଲା। ଆଜିର ଏଇ ଯୋଉ କାର୍ଯ୍ୟକ୍ରମ ପୂର୍ବରୁ 9 ଜୁନ ରେ ମୁଁ ମହେଶଙ୍କୁ ନେଇକି ଯାଇଥିଲି କଟକର ଗୋରା କବରକୁ ଯାଇଥିଲି ଏବଂ ସିଏ ମତେ ବୁଲେଇକି କିଛି କବର ମତେ ଦେଖେଇଥିଲେ। ଯେତିକି କବର ଦେଖିଲି ସେ ସବୁ ତ ଇତିହାସ ସହିତ ଜଡିତ, ଯେମିତି ଷ୍ଟୁଆର୍ଟ ସ୍କୁଲର ଯିଏ ଫାଉଣ୍ଡର ମେମ୍ବର ୱିଲିୟମ ଷ୍ଟିୱାର୍ଟ, ସେମିତି ଆଉ ଜଣେ ଟ୍ରିଗୋରମେଟ୍ରିକାଲ ସର୍ଭେ ଅଫ ଇଣ୍ଡିଆର ଜଣେ କେହି ଡାଇରେକ୍ଟର, ତାଙ୍କର ବି କବର ଦେଖିଲି। ଜଣେ କେହି ହଁ ମେରାଇନର, ତାଙ୍କର ବି କବର ଦେଖିଲି। ତ ସେଇଟା ଗୋଟେ ମୁଁ ଗୋଟେ ଛୋଟ ଭିଡିଓଟେ ପ୍ରସ୍ତୁତ କରିଛି, ଯୋଉଟା କି ଆପଣ ମାନେ ୟୁଟ୍ୟୁବରେ ଅପଲୋଡ ହେଇଛି ଦେଖିପାରିବେ। କିନ୍ତୁ ଯେହେତୁ ଆଜି ଆମେ ମହେଶଙ୍କୁ ଅଲରେଡି ସାଙ୍ଗରେ ପାଇଛୁ, ମହେଶ ଚନ୍ଦ୍ର ଭୋଇଙ୍କୁ, ଚାଲନ୍ତୁ ତାଙ୍କ ଠାରୁ ଶୁଣିବା ଏ ସମ୍ପୂର୍ଣ୍ଣ କାହାଣୀ। ଷ୍ଟାର୍ଟିଂ କରିବାକୁ ଗଲେ ମାନେ ଯେ କବର ଜିନିଷକୁ ନେଇକି ମାନେ ଶ୍ମଶାନ ଜିନିଷକୁ ନେଇକି ଗଲେ ଭାରତରେ ବହୁତ କମ ଦେଖିବାକୁ ମିଳେ, ମାନେ ଶୁଣିବାକୁ ବୁଝିବାକୁ ମିଳେ। କାହିଁକି ନା ଏଇ ଜିନିଷ ନେଇକି ସମସ୍ତଙ୍କୁ ଡର ଲାଗେ। ଆଉ ଗୋଟେ ହଉଛି ୟା ତ ଏଥିରୁ କଣ ମିଳିବ, ମାନେ ଗୋଟେ ଜିନିଷଟା ପଳେଇ ଯାଇଛି ତ ସେ ବିଷୟରେ ଆମେ ଜାଣିବା କଣ, ବୁଝିବା କଣ, ସମସ୍ତଙ୍କ ମନରେ ଆସେନି ଏଇ ଜିନିଷଟା ଯେ ପାଷ୍ଟ ସବୁବେଳେ ଏଇ ଜିନିଷ ମାନେ ଶ୍ମଶାନର ଜିନିଷଟା ଶେଷ ହେଇଯାଇ ଯେତେବେଳେ ଆଉ କାହାକୁ ଇଚ୍ଛା ହୁଏନି ଯିବା ପାଇଁ କି ବୁଝିବା ପାଇଁ କି ଆଉଥରେ। କିନ୍ତୁ ମୋର ସେଇଠି ଜର୍ଣ୍ଣି ଷ୍ଟାର୍ଟ ହେଇଛି, ମତେ ତା ବିଷୟରେ ବହୁତ ମତେ ଇଣ୍ଟରେଷ୍ଟ ଆଉ ତା ବିଷୟରେ ଡିପ୍ ମତେ ଜାଣିବାର ଥିଲା ଆଉ ମୋର ଇଚ୍ଛା ଥିଲା। ତେଣୁକରି ଆଜି ମୁଁ ସେ ବିଷୟରେ କରି କରି ଆହୁରି ଅଧିକ ପାଇପାରିଛି, ମାନେ ଏଇ ବିଷୟରେ ଜାଣିଛି। ତ କହିବାକୁ ଗଲେ କଲେଜ ଟାଇମରୁ ହିଁ ମୁଁ ଏସବୁ ବିଷୟରେ ମୋର କଲେଜ ପାଖରେ ଯେତେବେଳେ ମୁଁ ମୋର ଫାଷ୍ଟ ବହି ଗୋଟେ ମୁଁ ଲେଖିଥିଲି କଲେଜ ଥିଲାବେଳେ, ଆଙ୍ଗ୍ଲୋ ମରାଠା ୱାର ଯେତେବେଳେ ହେଇଥିଲା, ସେତେବେଳେ ଯୋଉ ବ୍ରିଟିଶ ଆଉ ମରାଠା ଏମ୍ପାୟାର ଭିତରେ ଯୋଉ ୱାର ହେଇଥିଲା, ତାଙ୍କର ଯୋଉ ଡେଥ ହେଇଥିଲା, ଖଡକି ଗୋଟେ ଜାଗା ଅଛି ସେଇଠି ପୁନେରେ, ତ ସେଇ ଫିଲ୍ଡ ଟା ଏବେ ସେମିତି ଆବଣ୍ଡେଣ୍ଟ ହେଇକି ଅଛି। ତ ମୁଁ କଲେଜ ଟାଇମରେ ମୁଁ ଫାଷ୍ଟ ସେଠି ଯାଇଥିଲି, ଏକ୍ସପ୍ଲୋର କରିଥିଲି। ତ ସେଠି ଫାଷ୍ଟ ମୁଁ ଲେଖିଥିଲି, ସେ ବିଷୟରେ ଡକୁମେଣ୍ଟ କରିଥିଲି ପୁନେରେ ଫାଷ୍ଟ। ତ ମତେ ସେଇଠୁ ବହୁତ କିଛି ଜିନିଷ ଇନ୍ସପାୟାର୍ଡ ହେଇଥିଲା, ବହୁତ କିଛି ଜିନିଷ ମତେ
ହେଇଥିଲା। ତ ତା ଭିତରେ ଓଡିଶାରେ ଆମ କଟକରେ ଯୋଉ ଗୋରା କବର ଇତିହାସ କହିବାକୁ ଗଲେ ସବୁଠୁ ସର୍ବପୁରାତନ ଏବଂ ସବୁଠୁ ବଡ ଗ୍ରେଭିୟାର୍ଡ କହିବାକୁ ଗଲେ ହବ। ଆଉ ଯେତେବେଳେ ମାନେ ଓଡିଶାରେ ଯେତେବେଳେ ବ୍ରିଟିଶ ଶାସନ ଷ୍ଟାର୍ଟ ହେବାକୁ ହେଇଯାଇଥିଲା ସେତେବେଳୁ ଅ, ଯେତେବେଳେ ବ୍ରିଟିଶ ମାନଙ୍କର ଏଠି ଡେଥ୍ ହଉଥିଲା ସେତେବେଳେ କଲିକତା ପାର୍କ ଷ୍ଟ୍ରିଟ୍ ସିମେଟ୍ରିକୁ ସେଣ୍ଡ କରାହଉଥିଲା ତାଙ୍କ ବରିଆଲ ଯାହାର ଡେଥ୍ ହଉଥିଲା। ଓଡିଶାରେ ସେତେବେଳକୁ କଟକରେ ଯେତେବେଳେ ହେଇନଥିଲା ଯାହାର ଡେଥ୍ ହଉଥିଲା କୋଲକାତାକୁ ପଠା ହଉଥିଲା। କିନ୍ତୁ ଓଡିଶାରେ ଫାଷ୍ଟ ଗୋରା କବର କହିବାକୁ ଗଲେ 1822 ମସିହାରେ ଷ୍ଟାର୍ଟ ହେଲା, କିନ୍ତୁ ଯେତେବେଳେ ତାର ଫାଉଣ୍ଡେସନ ହେଲା 1821 ମସିହାରେ କଟକ ଗୋରା କବର ଷ୍ଟାର୍ଟ ହେଇଥିଲା। ତ କଟକ ଗୋରା କବରରେ ବହୁତ କିଛି ଏମିତି ତଥ୍ୟ ଅଛି ଯୋଉଟା କି ଲୋକଙ୍କ ନଜରକୁ ଆସିନି, ଯୋଉଟା କି ଏବେ ବି ଲୁକାୟିତ ଭାବରେ ଅଛି। ଏବେ ଏଇ ଜିନିଷଟି ହେଲା ପରେ ବହୁତ ଲୋକ ଜାଣିଲେ ଏହାର ଇତିହାସ କେତେ ପରିପୂର୍ଣ୍ଣ ଏବଂ କେତେ ଇମ୍ପୋର୍ଟାଣ୍ଟ ଆଉ କେତେ ହିଷ୍ଟୋରିକାଲ, ଆଉ 205 ବର୍ଷ ପୁରୁଣା ଗୋରା ଖବର ଐତିହ୍ୟ। ତ ଗୋରା ଖବର ଯେତେବେଳେ ମୁଁ କଲେଜ ଟାଇମରେ ଯେତେବେଳେ ମୁଁ ଡେକାନ କଲେଜରେ ପଢିଲା ବେଳେ ଯାଇଥିଲି, ତ ମୁଁ ଗୋରା ଖବରର ପ୍ରୋଜେକ୍ଟ ପ୍ରଥମେ ନେଇଥିଲି ଯେ ଗୋରା ଖବରକୁ କେମିତି କନଜରଭେସନ କରାହବ ଆଉ କେମିତି ୟା ବିଷୟରେ ୟାକୁ ପ୍ରିଜର୍ଭ କରାହବ, କଟକର ଐତିହ୍ୟ ଜିନିଷକୁ କେମିତି ଆମେ ବଞ୍ଚେଇ ପାରିବା। କାହିଁକି ଧୀରେ ଧୀରେ ଏଟା ନଷ୍ଟ ହେଇ ଏବେ ବି ଯିବେ ଯଦି ତାର ମାନେ ବହୁତ ଇନସ୍କ୍ରିପସନ ବହୁତ ଡିକ୍ଲାଇନ ହେଇଗଲାଣି, ଆଉ କିଛି ନାହିଁ କହିବାକୁ ଗଲେ। ବହୁତ କମ କିଛି କିଛି ଅଛି ଯୋଉଟା ଫଳକ ଦେଖାଯାଉଛି, ହେଲେ ଆଉ କାହାର କିଛି ଏତେ ନାହିଁ ଦେଖିବାକୁ ଗଲେ। କିନ୍ତୁ ତା ଭିତରେ ମୁଁ ଯେତେବେଳେ ଗୋଟେ ଗୋଟେ ଡକୁମେଣ୍ଟ କଲି ତା ଭିତରୁ ଏମିତି ବହୁତ କିଛି ଜିନିଷ ପାଇଲି ଯୋଉଟା କି କଟକ ଇତିହାସ ଆଉ ଓଡିଶା ଇତିହାସ ସହିତ ବହୁତ କନେକ୍ସନ ଅଛି। ଯେମିତି କି ଆପଣ ଜାଣିଥିବେ ଯେ କଟକରେ ଜୋବ୍ରା ରେ ଗୋଟେ ମେରିଟାଇମ ଗୋଟେ ଅଛି ମ୍ୟୁଜିୟମ ଏବେ ଅଛି, ଯୋଉଟା କି ଆଗରୁ ଜୋବ୍ରା କାରଖାନା ସେଟା ଥିଲା, ଯୋଉଟା କି ମାନେ ଜାହାଜ ମାନେ ଯେତେବେଳେ ଆସୁଥିଲେ ସେଇଠି କଟକରେ ଆଗରୁ ବାଣିଜ୍ୟ ହଉଥିଲା ଏବଂ ସେଇଠି ଯେତେବେଳେ ତାର ମେକାନିକାଲ ଜିନିଷ ଇସ୍ୟୁ ହଉଥିଲା ଜୋବ୍ରାରେ ସେଠି ତାର ରିପେୟାରିଂ ହଉଥିଲା ଜାହାଜ ମାନଙ୍କର। ତ ସେଠି ଯୋଉ ଜୋବ୍ରା ଫ୍ୟାକ୍ଟ୍ରି ଯୋଉଟା ଅଛି ଗୋରାକବରରେ, ସେଠି ଗୋଟେ ମୁଁ ଜଣେ ଅଫିସର ପାଇଲି, ତାଙ୍କ ନାଁ ହଉଛି ଜେଜେ ବାନ୍ସ, ଯିଏକି ସେ ଜୋବ୍ରା ଫ୍ୟାକ୍ଟ୍ରିରେ କାମ କରୁଥିଲା। ତାଙ୍କ ଡେଥ୍ ସେଇଠି ହେଇଥିଲା, ତ ତାଙ୍କର ସେଠି ଖବର ଦେଖିବାକୁ ମତେ ମିଳିଥିଲା। ଆଉ ଗୋଟେ ହଉଛି ଯେ ଆପଣ ଶୁଣିଥିବେ ଯୋଉ ଫ୍ରାନ୍ସର ପୋଏଟର ଜଣେ ଅଛନ୍ତି, ତାଙ୍କ ନାଁ ହଉଛି ୱିଲିୟମ ସମରସେଟ ମୋଗମ। ତାଙ୍କର ଗ୍ରାଣ୍ଡ 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 ଫାଦର ଚାର୍ଲସ ନେଲ, ଯିଏକି ତାଙ୍କର ବି ଏଇଠି ଡେଥ୍ ହେଇଥିଲା କଟକରେ, ତାଙ୍କର ସେଇଠି ଗୋରାକବରରେ ଅଛି ସମାଧି। ଏମିତି କହିବାକୁ ଗଲେ ସବୁଠୁ ଇଣ୍ଟରେଷ୍ଟିଂ ଆଉ ଗୋଟେ ହଉଛି ଯେ ରେଭେନ୍ସା କଲେଜ ଯୋଉଟା ଆଜି ଅଛି, ରେଭେନ୍ସା କଲେଜର ଫାଷ୍ଟ ପ୍ରିନ୍ସିପାଲ ଯିଏ ଥିଲେ ସାମୁଏଲ ଏଗର, ତାଙ୍କ ୱାଇଫଙ୍କ ଗ୍ରେଭ୍ ବି ସେଠି ଅଛି। ତାଙ୍କ ୱାଇଫଙ୍କ ନାଁ ହଉଛି ଏମା, ତାଙ୍କ ଗ୍ରେଭ୍ ବି ଅଛି। କିନ୍ତୁ ରେଭେନ୍ସା କଲେଜ ଆଜି ଏତେ ୱେଲ୍ ଏଷ୍ଟାବ୍ଲିଶ ଆଉ ଏତେ ଫେମସ ହେଲା ପରେ ବି କିନ୍ତୁ କଲେଜର କିଛି ଆଜି ବି ସେଇ ଗ୍ରେପ୍ସ ପ୍ରତି ଏତେ କାହାକୁ ନଜର ନାହିଁ, କି ଆଜି ବି ସେ ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲାଣି। ତ ଆହୁରି ଗୋଟେ କୁହାଗଲେ ବକଲି ଗାର୍ଲସ ହାଇସ୍କୁଲ ଗୋଟେ କଟକରେ ଅଛି, ଯୋଉଟା କି ଅଛି ବକଲି ବାଳିକା ବିଦ୍ୟାଳୟ କୁହାଯାଏ। ଜନ୍ ବକଲି, ତାଙ୍କର ବହୁତ କଟକ ସହର ପ୍ରତି ବହୁତ ଅନୁଦାନ ରହିଛି, ତାଙ୍କର ବି ସେଠି ସ୍ମୃତି ଅଛି। ଆଉ କହିବାକୁ ଗଲେ ସବୁଠୁ ଆଉ ଗୋଟେ ହଉଛି ଯେତେବେଳେ ନେପାଳରେ ଯେତେବେଳେ ୱାର ହେଇଥିଲା, ବ୍ରିଟିଶ ଆଉ ନେପାଳ ଆଙ୍ଗ୍ଲୋ ନେପାଲିଜ ୱାର ଯେତେବେଳେ ହେଇଥିଲା, ସେଠି ଜଣେ ଅଫିସର ଥିଲେ ତାଙ୍କ ନାମ ଜର୍ଜ ଗିବସନ ଡେବ୍ରଟ, ଯେ ତାଙ୍କର ୱାରରେ ଯେ ଯୁଦ୍ଧ ହେଇଥିଲା। କିନ୍ତୁ ନେପାଳରେ ଯେତେବେଳେ ୱାର ହେଇଥିଲା ସେଠି ସେ ୱାରରେ ତାଙ୍କର କିଛି ଏତେ କ୍ଷୟକ୍ଷତି ହେଇନଥିଲା, ୱାରରେ ତାଙ୍କର କିଛି ଡେଥ୍ ହେଇନଥିଲା, କିନ୍ତୁ କଟକରେ ତାଙ୍କର ଡେଥ୍ ହେଇଥିଲା। ତାଙ୍କର ଏଠି ସମାଧି ଅଛି କଟକରେ। ଆଉ ଏମିତି କହିବାକୁ ଗଲେ ଆଉ କଟକରେ ଯୋଉ ଓଡିଆ ବ୍ୟାପଟିଷ୍ଟ ଚର୍ଚ୍ଚ ଅଛି, ଅମର ସଟନ, ଯିଏକି ସତୀ ପ୍ରଥାର ବହୁତ କାହାଣୀ ଯୋଉଟା ତାଙ୍କ ସହିତ ଜଡିତ ଅଛି। ସତୀ ପ୍ରଥା ଯେତେବେଳେ କଟକରେ ହଉଥିଲା, ଅମର ସଟନ ସେତେବେଳେ ବହୁତ ସ୍ତ୍ରୀ ଲୋକ, ବହୁତ ଝିଅ ପିଲା ମାନଙ୍କୁ ବହୁତ ସେତେବେଳେ ବହୁତ ରେସ୍କ୍ୟୁ କରିଥିଲେ। ତାଙ୍କର ବହୁତ କିଛି ଜିନିଷ ଓଡିଶା ଅବଦାନରେ ସତୀ ପ୍ରଥାରେ ବହୁତ କିଛି ଅଛି, ତାଙ୍କର ଅବଦାନ ଅଛି ସାହାଯ୍ୟରେ। ତ ତାଙ୍କର ବି ଗୋରା ଖବର ଅଛି, କିନ୍ତୁ ଦୁଃଖର କଥା ଯେ ତାଙ୍କର ବି ଗ୍ରେଭ୍ସ କୁ ଏତେ ପ୍ରିଜର୍ଭିଂ ଅବସ୍ଥାରେ କିଛି ନାହିଁ।
ସିଏ ବି ଧୀରେ ଧୀରେ ତା ଉପରେ ଗୋଟେ ଖଜୁରୀ ଗଛ ପଡିକି ତା ଉପରେ ସେଟା ଭାଙ୍ଗିବାକୁ ଲାଗିଲାଣି, ମାନେ ଆଉ କିଛି ଧୀରେ ଧୀରେ ନଷ୍ଟ ହେବାକୁ ଲାଗିଲାଣି। ଆଉ ଆଉ ସେମିତି କହିବାକୁ ଗଲେ ଗୋରାଖବରରେ ଯେ ଆଉ ଗୋଟେ ଜଣେ, ହଁ, ବାଂଲାଦେଶର କଲେକ୍ଟର ଯିଏ ମ୍ୟାନସମିଂ ଡିଷ୍ଟ୍ରିକ୍ଟରେ କଲେକ୍ଟର ଜଣେ ଥିଲେ, ଥୋମାସ ଫ୍ରାନ୍ସିସ୍ ସ୍ମିଥ, ଯେ ବାଂଲାଦେଶର କଲେକ୍ଟର ଥିଲେ ମ୍ୟାନସମିଂ ଡିଷ୍ଟ୍ରିକ୍ଟରେ। ତାଙ୍କର ମ୍ୟାନସମିଂରେ ବହୁତ ବର୍ଷ ଧରି ସେ କାମ କରିସାରିଲା ପରେ ତ କଟକରେ ସେ ଆସିକି ରହୁଥିଲେ। ତ ସେତେବେଳେ ତାଙ୍କର ବି ଡେଥ୍ ହେଇଥିଲା, ତ ତାଙ୍କର ବି ସେଇଠି କବର ଅଛି। ତ ଗୋଟେ ପରେ ଗୋଟେ ଏମିତି କହିବାକୁ ଗଲେ ବହୁତ କିଛି ଜିନିଷ ଅଛି। 1857 ମସିହାର ଯୋଉ ଇଣ୍ଡିଆନ ମ୍ୟୁଟିନି ଯୋଉ ହେଇଥିଲା କାନପୁର ବିଠୁର ରେ ଯୋଉ ହେଇଥିଲା, ସେଠି ଗୋଟେ ଫେମସ ଚର୍ଚ୍ଚ ଅଛି, ଅଲ୍ ସୋଲ୍ସ ଚର୍ଚ୍ଚ ମେମୋରିଆଲ ଚର୍ଚ୍ଚ ଗୋଟେ ଅଛି। ସେଠି ର କାହାଣୀ କଟକର ଗୋରାଖବର ସହିତ ବି ଗୋଟେ କନେକ୍ସନ ମତେ ଏବେ ମିଳିଲା। ଯେ ଜର୍ଜ ହିଲିଂ ଜଣେ ଅଫିସର ଥିଲେ, ତାଙ୍କ ସିଏ ଯେତେବେଳେ ସେଠି କଟକ ବଟାଲିୟନ ଯେତେବେଳେ ଥିଲା ସେତେବେଳେ ସେଠି କାମ କରୁଥିଲେ। ଯେତେବେଳେ ଇଣ୍ଡିଆନ ମ୍ୟୁଟିନି ହେଇଥିଲା 1857ରେ, ସେତେବେଳେ ସେ ଏଉଠୁ ଯାଇଥିଲେ ଲକ୍ଷ୍ନୌକୁ। ଆଉ ଲକ୍ଷ୍ନୌରେ ଯେତେବେଳେ ବିଦ୍ରୋହୀ ମାନଙ୍କ ସହିତ ଯୁଦ୍ଧ ହେଇଥିଲା, ତ ସେତେବେଳେ ତାଙ୍କର ୱାଇଫଙ୍କର ଆଉ ଚିଲଡ୍ରେନଙ୍କର ଡେଥ୍ ହେଇଥିଲା। ତ ଜର୍ଜ ହିଲିଂ ତ ବଞ୍ଚିଗଲେ, କିନ୍ତୁ ତାଙ୍କ ୱାଇଫଙ୍କର ସେଇଠି ଡେଥ୍ ହେଇଯାଇଥିଲା। ଆଉ ତାଙ୍କ ୱାଇଫଙ୍କର ଆଉ ତାଙ୍କ ଚିଲଡ୍ରେନଙ୍କର ମେମୋରିଆଲ ଅଲ୍ ସୋଲ୍ସ ଚର୍ଚ୍ଚ ଯୋଉଟା କାନପୁରରେ ଅଛି, ସେଠି ଅଛି। କିନ୍ତୁ ତାଙ୍କର ହଜବେଣ୍ଡଙ୍କର ଡେଥ୍ ଏଇଠି କଟକରେ ହେଇଥିଲା, ଯୋଉଟା କି ଏବେ ବି ଗଲେ ଆପଣ ଦେଖିପାରିବେ। ତ ଏମିତି ଗୋଟେ ଗୋଟେ ଏମିତି କହିବାକୁ ଗଲେ ମାନେ ବହୁତ ଜିନିଷ ଏମିତି ଯୋଉଟା କି କଟକ ଗୋରାଖବରରେ ଭରି ହେଇ ରହିଛି କହିବାକୁ ଗଲେ। ମାନେ ଗୋଟିଏ ଗୋଟିଏ କବରରେ ଗୋଟେ ଗୋଟେ ଐତିହ୍ୟର କାହାଣୀ ଧରି ରହିଅଛି। ତ ରଣପୁରର ଯୋଉ ପ୍ରଜାରଣ ମୋମେଣ୍ଟ ଯୋଉ ହେଇଥିଲା, ସେତେବେଳେ ଯୋଉ ଲୁଇସ୍ ବେଜେଲଗେଟ୍ ଜଣେ ଥିଲେ, ଆପଣ ଶୁଣିଥିବେ, ଯେ ବେଜେଲ ଗେଟ୍। ରଣପୁରର, ହଁ, ତାଙ୍କ ହତ୍ୟା ଯେତେବେଳେ ବଡ ଇଣ୍ଟରେଷ୍ଟିଂ ସେଟା ହେଇଥିଲା। ମାନେ ରଣପୁରର ଶାସନରେ ସେଟା ବଡ ଗୋଟେ ରାଜନୀତି ସହିତ ସେଟା କନେକ୍ସନ ଅଛି। ତ ତାଙ୍କର ବି ଏଠି ସମାଧି ଅଛି ଗୋରାଖବରରେ। ତ କେମିତି ହେଇଥିଲେ ତାର ବି କାହାଣୀ ବହୁତ ବଡ ବିସ୍ତାରିତ ଭାବରେ ଅଛି। ତ ବହୁତ କିଛି ଜିନିଷ ଯୋଉଟା କି ଗୋରାଖବରରେ ଅଛି, କିନ୍ତୁ ଆଜି ଏତେ ବର୍ଷ ପରେ ବି ନା ତା ବିଷୟରେ ଏତେ କିଛି ଗବେଷଣା ହେଇନି। କିନ୍ତୁ ମୁଁ ସେଟାକୁ ଗୋଟେ ପରେ ଗୋଟେ କଲାକୁ ବହୁତ ଜିନିଷ ଗୁଡା ବାହାରିଲା, ଜଣା ପଡିଲା। ଆଉ ଗୋଟେ ଇଣ୍ଟରେଷ୍ଟିଂ ହଉଛି ଯେ ଗୋରାଖବର ତ ସମସ୍ତେ ଶୁଣିଥିବେ ଇଂରେଜ ମାନଙ୍କର କବର ଗୁଡା ଅଛି, କିନ୍ତୁ ତା ଭିତରେ ଗୋଟିଏ ଓଡିଆ ଫାଷ୍ଟ ଯିଏ ତାଙ୍କର ବରିଆଲ ହେଇଥିଲା, ତାଙ୍କ ନାଁ ହଉଛି ଯେ ଅନାମ ଚନ୍ଦ୍ର ଦାସ, ଯେ କି ସଣ୍ଡେ ହାଇସ୍କୁଲ ଯୋଉ କଟକରେ ଯେତେବେଳେ ହଉଥିଲା, ସେ ତାର ଟିଚର ଥିଲେ। ତାଙ୍କୁ ଫାଷ୍ଟ ଓଡିଆ ଯିଏକି ବରି କରାଯାଇଥିଲା 1911 ମସିହା ବେଳକୁ। ଫାଷ୍ଟ ଓଡିଆ ଯାଇକି ତାଙ୍କୁ କଟକରେ ବରି କରାଯାଇଥିଲା। ତାପରଠୁ ଧୀରେ ଧୀରେ ଯିଏ ଓଡିଆ ଲୋକ ଯିଏ ଖ୍ରୀଷ୍ଟ ଧର୍ମରେ କନଭର୍ଟ ହେଇଥିଲେ, କିମ୍ବା କିଏ କିଏ ମିଶନାରୀ ସୋସାଇଟିରେ ଜଏନ କରିଥିଲେ, ତାଙ୍କର କିଛି କିଛି ଅଛି। କିନ୍ତୁ ଫାଷ୍ଟ ଓଡିଆ ଯଦି କହିବାକୁ ଗଲେ ଅନାମ ଚନ୍ଦ୍ର ଦାସ ଯିଏ, ତାଙ୍କର ଅଛି, ଗ୍ରେଭ୍ସ ଅଛି। ତ ଅମ ସଟନ ଯୋଉ କହିବାକୁ ଗଲେ ଯୋଉଟା ଓଡିଆ ବାପ୍ଟିଷ୍ଟ ଚର୍ଚ୍ଚ ଅଛି, ସିଏ ତାର ଫାଉଣ୍ଡର। ତାଙ୍କର ଯେତେବେଳେ ମୁଁ ଗୋଟେ ପରେ ଗୋଟେ ଷ୍ଟଡି କରୁଥିଲି, ତାଙ୍କର ଗୋଟେ ରିପୋର୍ଟରୁ ପାଇଲି ଯେ ପୁରୀରେ ତାଙ୍କ ୱାଇଫଙ୍କର ସମାଧି ଅଛି। ତ ମୁଁ ଯେତେବେଳେ ପୁରୀ ଯାଇଥିଲି, ପୁରୀରେ ବି ତାଙ୍କ ଏକ୍ଜାକ୍ଟ ଲୋକେସନରେ ବି ନାହିଁ କୋଉଠି ତାଙ୍କର ୱାଇଫଙ୍କର ଗ୍ରେଭ୍ସ ଅଛି। ତ ମୁଁ ଯେତେବେଳେ ପୁରୀ ଯେତେବେଳେ ପହଞ୍ଚିଥିଲି, ସେତେବେଳେ ଲୋକାଲ ଲୋକଙ୍କୁ ପଚାରିଥିଲି ଯେ ପୁରୀରେ ଗୋରାଖବର କୋଉଠି ଅଛି। ତ ମତେ ବହୁତ ଜଣ ଲୋକ କହିଲେ ପୁରୀରେ ଏମିତି କିଛି ଜାଗା ହିଁ ନାହିଁ। ତ ମୁଁ କେମିତି ପାଇବି? ତ ବହୁତ ମତେ 3-4 ଦିନ ଲାଗିଥିଲା, ମାନେ କୋଉଠି ସେଟା ଅଛି, ଆକ୍ଚୁଆଲି ଲୋକେସନ ଟା କୋଉଠି। ତ କିଛି ଦିନ ପରେ ମୁଁ ଯେତେବେଳେ ଆଉ ଜଣଙ୍କଠୁ ପାଇବାକୁ ପାଇଲି, କିଛି ଲୋକାଲ ଲୋକଙ୍କୁ, ଯେ ଗୋଟେ ଏଇଠି ଗୋଟେ ଗୋରାଖବର ଅଛି, ପୁରୀରେ ବି ଗୋଟେ ଗୋରାଖବର ଅଛି। ତ ସେଠି ଯେତେବେଳେ ମୁଁ ଭିଜିଟ କରିଥିଲି, ତା କଣ୍ଡିସନ ବହୁତ ୱର୍ଷ୍ଟ କଣ୍ଡିସନରେ ଅଛି। ୱର୍ଷ୍ଟ କଣ୍ଡିସନ ମାନେ ଲୋକମାନେ ମାନେ ତା ଭିତରେ ୟୁରିନ କରିଦଉଛନ୍ତି, ମାନେ ମଦ ବୋତଲ, କାଚ, ନହେଲେ ଗାଈ ତା ଭିତରେ ରଖିଛନ୍ତି, ଛେଳି ବାନ୍ଧିଛନ୍ତି। ତ ତା ଭିତରେ ବହୁତ
ଏମିତି ବହୁତ ପୁରୁଣା ପୁରୁଣା ଗ୍ରେଭ୍ସ ଅଛି ଯୋଉଟା କି ସେ ବି ନଷ୍ଟ ହେବାକୁ ଲାଗିନି। ସେଇଠି ପାଇଥିଲି ଯେ ଅମର ସଟନ ଯିଏ କଟକ ଫାଉଣ୍ଡର ଯିଏ ବାପ୍ଟିଷ୍ଟ ଚର୍ଚ୍ଚର, ତାଙ୍କ ୱାଇଫଙ୍କର ଗ୍ରେଭ୍ସ ପୁରୀରେ ଅଛି। ତାଙ୍କ ୱାଇଫଙ୍କର ନାଁ ହଉଛି ଚାର୍ଲୋଟ ସଟନ। ତ ସେଠି ଯୋଉଟା ଥିଲା ତାଙ୍କର ବି ଇନସ୍କ୍ରିପସନ ନାମ ଫଳକ ଯୋଉଟା ଥିଲା, ସିଏ ସେଠି ଗାଈକୁ ବନ୍ଧା ହେଇଛି ରସିରେ। ତାଙ୍କର ମାନେ ଯୋଉଟା ନାମ ଫଳକ ଯୋଉଟା ମାର୍ବଲ ପ୍ଲେଟ ଟା, ସେଇଟାକୁ ତଳେ ପଡିଛି। ଆଉ ଗାଈ ଲୋକାଲ ଲୋକମାନେ ଯିଏ ରହୁଛନ୍ତି, ସେ ଗାଈର ବେକରେ ସେ ରସିଟାକୁ ବାନ୍ଧିକି ସେ ମାର୍ବଲରେ ଟଙ୍ଗେଇଛନ୍ତି। ମୁଁ ଦେଖିଲି ସେଇଟା, ବହୁତ ମାନେ ଏତେ କଣ୍ଡିସନ ବହୁତ ଡେଡ୍। ତ ଆଉ ଗୋଟେ ଇଣ୍ଟରେଷ୍ଟିଂ ଥିଲା ଯେ ମହେଶ ତାର ଫଟୋ ଫଟୋ ଅଛି? ହଁ 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 ଅଛି ଅଛି। ମତେ ସେମିତି କିଛି ଫଟୋ ବି ପଠେଇବ। ହଁ ଠିକ। ତ ଆ- ଆଉ ଥିଲା ଆ, କଟକରେ ଆଉ ଗୋଟେ ଆପଣ ଯଦି ଯିବେ ଦେଖିପାରିବେ ଯେ ଚର୍ଚ୍ଚ ଅଫ ଏପିଫାନି ଗୋଟେ ପୁରୁଣା ଚର୍ଚ୍ଚ ଅଛି ଆଙ୍ଗ୍ଲିକାନ କମ୍ୟୁନିଟିର। ତ ସେଠି ଯେ ପ୍ରିଷ୍ଟ ଯିଏ ଥିଲେ ତାଙ୍କ ନାଁ ହଉଛି ଆଣ୍ଡ୍ରୁ କେନଲ। ତାଙ୍କର ବି ଗୋରାଖବରରେ ସମାଧି ଅଛି। ଆଉ ଯେ ଆଉ ଜଣେ ବି ପ୍ରିଷ୍ଟ ଥିଲେ, ତାଙ୍କ ନାଁ ହଉଛି ଯୋଉ ଚାର୍ଲସ ଅକଲ୍ୟାଣ୍ଡ। ସେ କଟକ ଆଉ ଆସାମରେ ପ୍ରିଷ୍ଟ ଥିଲେ। ତ ତାଙ୍କର ଗ୍ରେଭ୍ସ ମତେ ମିଳିଥିଲା ପୁରୀ ଗୋରାଖବରରେ। ସିଏ ତାର ବି କଣ୍ଡିସନ ବହୁତ ଖରାପ ଅଛି। ଲୋକମାନେ ତା ଉପରେ ମଦ ବୋତଲ ଆଉ ଲୋକାଲ ଲୋକମାନେ ସବୁ ତା ଉପରେ ବସିକି ଭାତ ଡାଲି ଖାଉଛନ୍ତି, ସେଇ ମାର୍ବଲ ପ୍ଲେଟ ଉପରେ ବସିକି। ତ ମୁଁ ଯେତେବେଳେ ଯାଇଥିଲି ତାଙ୍କୁ ପଚାରିଥିଲି ଏସବୁ କଣ ମାନେ ଏଇ ଜିନିଷ ପ୍ରତି କଣ ଚାଲିଛି ଏବେ, ମାନେ କି ଐତିହ୍ୟର କଣ୍ଡିସନ ୟାକୁ ପ୍ରିଜର୍ଭ କରିବା ପାଇଁ କଣ କିଛି ଚାଲିଛି କି? ତ ସେ କହିଲେ ଏମିତି ଏ ବିଷୟରେ କେହି ଜାଣି ହିଁ ନାହାନ୍ତି ଯେ ଏତେ ଭିତରେ ଏଇ ଜିନିଷଟା ଯୋଉ ଅଛି ଧୀରେ ଧୀରେ ଲୋକାଲି ଏନକ୍ରୋଚମେଣ୍ଟ ହେଇ ହେଇ ଆସୁଛି। ଆଉ ନ୍ୟୁ ଜେନେରେସନ ଯିଏ ସେମାନେ କେହି ଜାଣି ହିଁ ନାହାନ୍ତି ଯେ ପୁରୀରେ ଗୋଟେ ଜଷ୍ଟ ଏତେ ବଡ ଜଗନ୍ନାଥଙ୍କ ମନ୍ଦିର ତ ଅଛି, କିନ୍ତୁ ତା ପାଖରେ କିଛି କିଲୋମିଟର ଡିଷ୍ଟାନ୍ସ ସି ବିଚ୍ ପାଖରେ ଭିତରକୁ ଗୋଟେ ଏମିତି ବି ଗୋଟେ ଲୋକାଲିରେ ଗୋଟେ ଅଛି ଯୋଉଟା କି ତା କଣ୍ଡିସନ ବି ବହୁତ ଲୋକାଲ ଲୋକଙ୍କ ଅଣ୍ଡରରେ ସେଟା ଅଛି, କିନ୍ତୁ ସେଟା ନଷ୍ଟ ହେଇ ହେଇ ଗଲାଣି। ତ ସେଠି ବି କିଛି ଇଣ୍ଟରେଷ୍ଟିଂ ଜିନିଷ ସବୁ ଅଛି, କିନ୍ତୁ ତାର କିଛି ଆଉ ନାହିଁ। କିଛିଟା ଜିନିଷ ଯୋଉଟା କି ମୁଁ ଡକୁମେଣ୍ଟ କଲି, ଆଉ କିଛି ଜିନିଷ ପୁରା ତାର ଖରାପ ଅବସ୍ଥାରେ ଅଛି। ତ ସେମିତି କହିବାକୁ ଗଲେ ସବୁଠୁ ମାନେ ଯୋଉଟା ଅମର ସଟନ ଯାଇଥିଲେ, ସିଏ ଓଡିଆ ଡିକ୍ସନାରୀ ବି ଲେଖିଥିଲେ। ୟେସ୍। ତ ବେଶୀ ଲୋକ ଜାଣିଥିବେ କି ନାଇଁ, କିନ୍ତୁ ସେ ଓଡିଆ ଲାଙ୍ଗୁଏଜ କୁ ବି ବୁଝିଥିଲେ। ଆଉ ଓଡିଆ ବିଷୟରେ ତାଙ୍କର କଣ୍ଟ୍ରିବ୍ୟୁସନ ବି ଅଛି ଓଡିଆ ସାହିତ୍ୟରେ। ସେ ତ ସବୁଠୁ କହିବାକୁ ଗଲେ ଅମର ସଟନଙ୍କର ଯଦି କିଛି କାହାଣୀ ଯଦି ମୁଁ ଏଇ ଭିତରେ ଯେତେବେଳେ ପାଇଲି, ସେ ପାଇଲି ଯେ ଗୋଟେ ସତୀ ପ୍ରଥା ଯେତେବେଳେ ଓଡିଶାରେ ଚାଲିଥିଲା, ତ ଅମର ସଟନ ସେତେବେଳେ ପୁରୀ ଆସିଥିଲେ। ଯେ ପୁରୀ ଚନ୍ଦ୍ରଭାଗା ଦେଇକି ଯେତେବେଳେ ଯାଉଥିଲେ ସିଏ, ତାଙ୍କ ସହିତ ସିଏ ଆଉ ଜଣେ ତାଙ୍କ ସିପାହୀ ଜଣେ ଥିଲେ କ୍ୟାପ୍ଟେନ ଜି। ତାଙ୍କର ଜି ରେ କଣ ଗୋଟେ ଥିଲା, କିନ୍ତୁ ତାଙ୍କ ସହିତ ସିଏ ଥିଲେ। ତ ସିଏ ଯେତେବେଳେ ପୁରୀ ଚନ୍ଦ୍ରଭାଗା ଦେଇକି ଯାଉଥିଲେ, ସେତେବେଳେ ସେ ଫାଷ୍ଟ ଦେଖିଥିଲେ ଯେ ଗୋଟେ କିମ୍ବା 12 ବର୍ଷର ଝିଅଟା ହେଇଥିବ। ତ ତାଙ୍କୁ ସେଇଠି ସତୀ ପ୍ରଥା କରାଯାଉଥିଲା। ତାଙ୍କୁ ଜବରଦସ୍ତି ନିଆଁରେ ବସାଇକି ତାଙ୍କୁ ପାଖ ଲୋକମାନେ ତାଙ୍କୁ ଜଳାଇବା ପାଇଁ ଚେଷ୍ଟା କରୁଥିଲେ। ତ ଅମର ସଟନ ଯେତେବେଳେ ଏଇ ଜିନିଷଟା ପ୍ରଥମ ଥର ଦେଖିଥିଲେ, ଯେ ସେ ସେଇଟା ବୁଝି ପାରିନଥିଲେ ଯେ ଏଟା ସବୁ କଣ ହଉଛି ଠିକ କଣ ନାହିଁ। ତ ତାଙ୍କ ସହିତ ତାଙ୍କ ସିପାହୀ ଜଣେ ଥିଲେ। ତ ସିଏ ସେଟାକୁ ରୋକିବା ପାଇଁ ଚେଷ୍ଟା କରିଥିଲେ। ଯେତେବେଳେ ଏ, ଚନ୍ଦ୍ରଭାଗା ନଦୀ କୂଳରେ ଯାଇକି ରୋକିବା ପାଇଁ ଚେଷ୍ଟା କରିଥିଲେ, ତ ବହୁତ ଲୋକ ତାଙ୍କୁ ମନା କରିଥିଲେ ଯେ ଏଇଟା ଆମ ଧାର୍ମିକ ଜିନିଷ ରେ ତମେ ଏଇଥିରେ କିଛି ପଶିବା ପାଇଁ ଚେଷ୍ଟା କରନି। ଆଉ ଏଇଟା ହଉଛି ଆମ ସତୀ ପ୍ରଥା ଏଇଟା ହଉଛି, ତ ଏଥିରେ ତମେ କିଛି କଣ ମାନେ କିଛି ଅବରୋଧ କରିବା ପାଇଁ ଚେଷ୍ଟା କରନି। କିନ୍ତୁ ସେଇଠି ଅମର ସେଟନ ସେ ସେଠି ତାଙ୍କୁ ଉଦ୍ଧାର କରିଥିଲେ। ତ ତାଙ୍କୁ ସେଇ ଯୋଉ ଝିଅଟାକୁ ଯୋଉ ଉଦ୍ଧାର କରିଥିଲେ, ତାକୁ ନେଇକି ଆସି କଟକରେ ଯୋଉ ଯେତେବେଳେ ଅର୍ଫାନେଜ ଥିଲା, ତାଙ୍କୁ ସେଠି ରେସ୍କ୍ୟୁ କରିକି ରଖିଥିଲେ ଅମର ସେଟନ।
ତ ଆଉ ଜନ୍ ବକଲି ଆଉ ଜଣେ ସେମିତି ଅଛନ୍ତି, ଯୋଉଟା କି ମୁଁ କହୁଥିଲି ଯୋଉ ଆଜି କଟକରେ ଜନ୍ ବକଲି ଗାର୍ଲସ ହାଇସ୍କୁଲ ଅଛି। ଜନ୍ ବକଲିଙ୍କ ନାଁରେ ବେଶୀ ଲୋକ ଜାଣିନଥିବେ। ଯେତେବେଳେ 1866 ମସିହାରେ ଯେତେବେଳେ ନଅଙ୍କ ଦୁର୍ଭିକ୍ଷ ଓଡିଶାରେ ହେଇଥିଲା, ଯେତେବେଳେ ଜନ୍ ବକଲି ଯିଏକି ଫାଷ୍ଟ କଟକରେ ସିଏ ଯୋଉ ଯେତେବେଳେ ଲୋକଙ୍କୁ ଖାଇବା ପାଇଁ ଆଉ ପିଇବା ଯେତେବେଳେ ବହୁତ ଅସୁବିଧା ହେଇଥିଲା, ଜନ୍ ବକଲି ସେତେବେଳେ ଅର୍ଫାନେଜ ରୁ ଯାଇକି ବହୁତ ଲୋକଙ୍କୁ ସେବା କରିଥିଲେ। ଆଉ ବହୁତ ଛୋଟ ଛୋଟ ଝିଅ ମାନଙ୍କୁ ଯେତେବେଳେ ଯୋଉ ଦେବଦାସୀ ପ୍ରଥା, ଏ ଯୋଉ ମନ୍ଦିରରେ ରଖିବା, ଏ ଯୋଉ ସେଇ ଜିନିଷର ସେ ବହୁତ ତାଙ୍କର ଅବଦାନ ବି ଅଛି। ସେ ସେମାନଙ୍କୁ ରେସ୍କ୍ୟୁ କରିକି ଗାର୍ଲସ ଯୋଉ ହାଇ ସ୍କୁଲ ଯୋଉ କଟକରେ ଅଛି, ତ ସେଠି ସେ ତାଙ୍କୁ ରେସ୍କ୍ୟୁ କରିକି ରଖିଥିଲେ। ଜନ୍ ବକଲି, ତାଙ୍କ ୱାଇଫ ଗ୍ରେଭ୍ ବି ଅଛି ସାରା ବକଲି ସେଠି କଟକରେ, କିନ୍ତୁ ତାଙ୍କ ବିଷୟରେ କେହି ଜାଣିନାହାନ୍ତି। ତ ଏମିତି ଆଉ ଗୋଟେ ହଉଛି ଯେ ଲୁଇସ୍ ବେଜେଲ ଗେଟ୍, ଯେ ତାଙ୍କର ଗ୍ରେଭ୍ସ ଟା ସବୁଠୁ ଇଣ୍ଟରେଷ୍ଟିଂ, ଯୋଉଟା କି ଆପଣ ଶୁଣିଥିବେ। ରଣପୁର ପ୍ରଜା ମଣ୍ଡଳ ଯେତେବେଳେ ମୁଭମେଣ୍ଟ ହଉଥିଲା, ତ ଯେତେବେଳେ ସିଏ ରଣପୁର ରାଜା, ଏବେ ଯୋଉଟା ରଣପୁର କୋଠି ଯୋଉଟା ଅଛି, ତ ଯେତେବେଳେ ବେଜେଲ ଗେଟ୍ ଯେତେବେଳେ ସିଏ ମୁଭମେଣ୍ଟ ଯେତେବେଳେ ଚାଲିଥିଲା, ତାଙ୍କ ଭିତରୁ କିଏ ଜଣେ ମୁଭମେଣ୍ଟରେ କହିଦେଇଥିଲେ ଯେ ଇଏ ଗୁଳି ଫାୟାର କରିଛନ୍ତି। ତ ବେଜେଲ ଗେଟ୍ କୁ ଲୋକମାନେ ଗୋଡେଇବା ପାଇଁ ଷ୍ଟାର୍ଟ କରିଦେଇଥିଲେ, ପିଟିବା ପାଇଁ କି। ତ ବେଜେଲ ଗେଟ୍ ଦୌଡି ଦୌଡି ଯେତେବେଳେ ସେ ଗୋଟେ ଏବେ ରଣପୁର ଗୋଟେ ଭଣ୍ଡାରୀ ସାହୁ ଗୋଟେ ପୋଖରୀ ଅଛି, ଯୋଉଟା କି ଏବେ ବି ଅଛି, ତ ସେଠି ଜଣେ ବିଧବା ମହିଳା ଜଣେ ରହୁଥିଲେ। ତ ତାଙ୍କ ଘରକୁ ସେ ପଶି ଯାଇଥିଲେ ଯେ ମତେ ବଞ୍ଚେଇବା ପାଇଁ ଚେଷ୍ଟା କର କିଛି ସମୟ ପାଇଁ। କିନ୍ତୁ ସେଠି ଯୋଉ ଲେଡିଜ ଜଣେ ଥିଲେ, ସେ ତାଙ୍କୁ ହେଲ୍ପ କରିନଥିଲେ, ତାଙ୍କୁ ଧକ୍କା ଦେଇ ଦେଇଥିଲେ, ଯୋଉଟା କି ସେ ବାହାରେ ପଡି ଯାଇଥିଲେ। ତ ବାକି ଲୋକମାନେ ତାଙ୍କୁ ଦେଖି ଦେଇଥିଲେ ଯେ ତାଙ୍କୁ ସେ ନୁଚିଛନ୍ତି ବୋଲି ସେଇଠି। ତ ବହୁତ ଲୋକମାନେ ସେଇଠି ତାଙ୍କୁ ପିଟା ପିଟି କଲେ। ପିଟା ପିଟି କରିବା ଭିତରେ ତାଙ୍କ ପକେଟରେ ସେତେବେଳେ 9,000 ଟଙ୍କା ଥିଲା। ତ ଲୋକମାନେ ସେତେବେଳେ ଏତେ ତାଙ୍କୁ ପିଟିବାରେ ବ୍ୟସ୍ତ ଥିଲେ ଯେ ତାଙ୍କୁ ମାନେ ବାଉଁଶରେ ପିଟି 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 ତାଙ୍କୁ ସେଇଠି ହତ୍ୟା କରିଦେଇଥିଲେ। ତ ହତ୍ୟା ପରର କାହାଣୀ ହଉଛି ଯେ ଯେତେବେଳେ ବେଜେଲ ଗେଟ୍ କୁ ସେଇଠି ମାରିକି ପକେଇ ଦେଇଥିଲେ, ତ ରଣପୁର ପ୍ରଜା ମଣ୍ଡଳ ମୁଭମେଣ୍ଟରେ ସେତେବେଳେ ଗୋଟେ ବଡ ଇନସିଡେଣ୍ଟ ହେଇଥିଲା। ତ ତା ପରଠୁ ରଣପୁର ଯେତେବେଳେ ଏଇ ଜିନିଷଟା ଯେତେବେଳେ ହେଇଥିଲା, ବେଜେଲ ଗେଟଙ୍କ ହତ୍ୟା ଯେତେବେଳେ ହେଇଥିଲା, ବେଜେଲ ଗେଟଙ୍କର ତାଙ୍କ ୱାଇଫ ଯିଏ ମେରି ଥିଲେ, ଏଇ ଜିନିଷ ଯେତେବେଳେ ଜାଣିବାକୁ ଚେଷ୍ଟା କରିଥିଲେ, ତ ସିଏ ବଡମ୍ବାର କାହାଣୀ ୟା ସହିତ ବି ରଣପୁର ସହିତ କନେକ୍ସନ ଅଛି। ଯେ ବଡମ୍ବାରେ ସେତେବେଳେ ଯିଏ ଏବେ ଯୋଉ ବଡମ୍ବା ଥାନା ଦେଖୁଛନ୍ତି, ଯୋଉଟା ଅଛି ବଡମ୍ବାରେ, ତାର ଜଣେ ଯେ ଅଧିକାରୀ ଥିଲେ, ତାଙ୍କ ନାଁ ହଉଛି ଜେ ବୋଟ୍ସୱାଟ। କିଏ ଜେ ବୋଟ୍ସୱାଟ, ଜଣେ ତାଙ୍କ ଫୁଲ ନାମ ଟା ଗୋଟେ ଅଛି, ବୋଟ୍ସୱାଟ କହିଦଉଛି। ତ ସିଏ ସେତେବେଳେ ଇନଭେଷ୍ଟିଗେସନ କରିବା ପାଇଁ ଆସିଥିଲେ ରଣପୁରକୁ। ତ ସେତେବେଳେ ରଣପୁରର ଅଧା ଗାଁ ଲୋକ ରଣପୁର ଛାଡିକି ପଳେଇ ଯାଇଥିଲେ, ଯେ ଡରରେ ଯେ ୟା ପରେ କଣ ଅବସ୍ଥା ହବ। ତ ତାଙ୍କୁ ଯେତେବେଳେ ଏଇ ଜିନିଷଟା ହେଇଥିଲା, ସେତେବେଳେ ରଣପୁର ଥାନା ସେତେବେଳକୁ ତିଆରି ହେଇଯାଇଥିଲା। ରଣପୁର ଥାନାରେ ତ ଏଇ ଜିନିଷ ଯେତେବେଳେ ହେଲା, ବେଜେଲ ଗେଟଙ୍କର ଡେଥ୍, ସେତେବେଳେ ରଣପୁର ଥାନାରେ ତାଙ୍କ ବଡି ରଖାଯାଇଥିଲା। ଖୋର୍ଦ୍ଧା ହସ୍ପିଟାଲରୁ ଡକ୍ଟର ଯାଇଥିଲେ ତାଙ୍କୁ ଚେକଅପ୍ କରିବା ପାଇଁ କି। ଆଉ ସେତେବେଳେ ତାଙ୍କୁ ସେଉଠୁ ନୟାଗଡ଼ରୁ ତାଙ୍କ ବଡିକୁ ଘୋଡା ଗାଡିରେ ନେଇ ତୁଳସୀପୁର ନେଇକି ଆସିଥିଲେ। ତ ତୁଳସୀପୁରରେ ତାଙ୍କର ସମାଧି ଦିଆଯାଇଥିଲା। ତ ବହୁତ କିଛି। ହୁଁ। ସମ୍ବଲପୁରରେ ଯୋଉ ହେଇଥିଲା, ଯୋଉ ଗୋଟେ ବିଦ୍ରୋହ ହଁ ହେଇଥିଲା, ହଁ ତା ତାର ଯୋଉ ବ୍ରିଟିଶ ଲୋକମାନେ ଇନଭଲ୍ଭ ଥିଲେ ତାକୁ ସପ୍ରେସ କରିବାରେ, ହଁ ସେମାନଙ୍କ ହଁ କେତେ ଜଣଙ୍କର କବର ଏଠି ଅଛି, ସମ୍ବଲପୁରରେ ଅଛି, ଏଇଭଳି ନା? ହଁ ହଁ ଯୋଉଟା କି କହିଦଉଛି, ସମ୍ବଲପୁରରେ ଯୋଉଟା, ହଁ, ଯେତେବେଳେ ଯେତେବେଳେ ବିଦ୍ରୋହ ହେଇଥିଲା, ଇଣ୍ଡିଆନ ମିଉଟିନି, ସେତେବେଳକୁ ସମ୍ବଲପୁରରେ ବୀର ସୁରେନ୍ଦ୍ର ସାଏଙ୍କର ବି ଯେତେବେଳେ ଗୋରିଲା ୱାରଫେୟାର ହେଇଥିଲା, ଯୁଦ୍ଧ ହେଇଥିଲା, ହୁଁ। ସେତେବେଳକୁ ସମ୍ବଲପୁରରେ 3 ଜଣ ମେନ୍ ଲୋକ ଯିଏ ବ୍ରିଟିଶର ଅଫିସର ଥିଲେ, ତାଙ୍କ ନାଁ କହିଦଉଛି। ଜନ୍ ବାଟ୍, ଏନସେନ୍ ପ୍ଲୁଟନି ଜଣେ ଅଧିକାରୀ ଥିଲେ, ଆଉ ଜଣଙ୍କ ନାମ କହିଦଉଛି, ଟିକେ ମନେ ପଡୁନି।
ଛାଡି ଦିଅନ୍ତୁ ନହେଲେ। ହଁ ହଁ ମୋର ଟିକେ ନା ପାଇଁ ଥାର୍ଡ ହଁ ଠିକ ଅଛି ସେକେଣ୍ଡ ନା ମାନେ ଠିକ ଅଛି। ପାଇଁ ଏତେ ବ୍ୟସ୍ତ ହୁଅନ୍ତୁନି। ଆଚ୍ଛା ହଁ ଗୋଟେ ହଁ କ୍ୱେଶ୍ଚିନ୍ ହେଲା, ବହୁତ ଟାଇମରେ ସିମେଟ୍ରିଜ୍ ମାନଙ୍କର ଯୋଉ ଟୁମ୍ ଷ୍ଟୋନଟା ଥାଏ ହଁ ହଁ ତା ଦେହରେ ବହୁତ ଇଣ୍ଟରେଷ୍ଟିଂ ସବୁ ବେଳେ ବେଳେ ଲାଷ୍ଟ ଏପିଫାନୀଟା ଲେଖା ହେଇଥାଏ। ଆପଣଙ୍କୁ ଏମିତି କିଛି ମିଳିଛି ସେଠି ଯୋଉଟାରେ କିଏ ତାଙ୍କର ଏଠି ଓଡ଼ିଶା ଷ୍ଟେ ବିଷୟରେ କି ଓଡ଼ିଆ ମାନେ ଓଡ଼ିଶା ବିଷୟରେ କି କିଛି ଗୋଟେ ଭଲ ଜିନିଷ ଛାଡ଼ିଛନ୍ତି ଏପିଫାନୀରେ? ଯେମିତି ଜଣେ ଥିଲେ, ତାଙ୍କ ନାଁଟା ମୋର ଏବେ ମନେ ପଡ଼ୁନି, ସେ ହଁ ଯଦିଓ ଓଡ଼ିଶାରେ ତାଙ୍କ ଡେଥ୍ ହେଇନଥିଲା, ଇଂଲଣ୍ଡରେ ହେଇଥିଲା, କିନ୍ତୁ ସେ ଓଡ଼ିଶାକୁ ହଁ ଏତେ ଭଲ ପାଉଥିଲେ ଯେ ସମଥିଙ୍ଗ ରିଲେଟେଡ୍ ଟୁ ହିଜ୍ ଷ୍ଟେ ତାଙ୍କର ସେ ଟୁମ୍ ଷ୍ଟୋନ୍ ହେଇଥିଲା, ମୋର ଏବେ ମନେ ପଡ଼ୁନି, ମାନେ ଇଂଲଣ୍ଡର ଟୁମ୍ ଷ୍ଟୋନ୍ରେ ସେମିତି ଆଚ୍ଛା କିଛି ୟା ଇଣ୍ଡିଆନ୍ ଇଏ ପ୍ରତି କି ତାଙ୍କର ଏଠିକା ଷ୍ଟେର ଏ ବିଷୟରେ ଏନି ଇଣ୍ଟରେଷ୍ଟିଂ ଏପିଫାନି ଦେଖିଛନ୍ତି କି? ମାନେ ଗ୍ରେସ୍ ଲେଖା ହେଇଥିବ। हाँ ग्रेव्र टुम्बस्टोन रे कि एनी अदर इंटरेस्टिंग और फनी एपिफेनी मैंने देखिଛନ୍ତି ସେଠି ଯୋଉ ସବୁ ଥାଏ ଗ୍ରେଭର ଟୁମ୍ବଷ୍ଟୋନ ରେ? ହଁ ମାନେ ଏମିତି କହିବାକୁ ଗଲେ ତ ୟୁଜୁଆଲି ସବୁ ଲେଖା ଗ୍ରେ ହେଇଥାଏ ହିୟର ଲାଇଜ ଦ ୱାଇଫ ଅଫ ଦ ହଁ ବିଲଭେଡ ହଁ ହଁ ୱାଇଫ ଅଫ ସୋ ଆଣ୍ଡ ଅଛି ସୋ ଅଛି ଡଟର ଅଫ। ହଁ ସେମିତି ଆପଣଙ୍କ ନଜରରେ କିଛି ଇଣ୍ଟରେଷ୍ଟିଂ ଏପିଫେନି ଏମିତି ପଡ଼ିଛି? ଖାଲି ଓଡ଼ିଶା ରିଲେଟେଡ୍ ନୁହେଁ, ଅଦରୱାଇଜ ବି ଜଷ୍ଟ ଗୋଟେ ଆନେକ୍ଡୋଟାଲ ଇଏ ପାଇଁ ପଚାରୁଛି। ହଁ ମାନେ ଏମିତି ତ ଅଛି, ମୋର ପିଓରଲି ମନେ ପଡୁନି କାରଣ ମୁଁ ବହୁତ ଜାଗା ଏକ୍ସପ୍ଲୋର କରିଦେଇଛି ତ ସମସ୍ତଙ୍କର ଆଚ୍ଛା ଅଲଗା ଅଲଗା କୋଟେସନ ଲେଖିଛନ୍ତି। ଆଚ୍ଛା ମହେଶ, ଆମେ ଜାଣିବା ପାଇଁ ଚାହିଁବୁ ଓଡ଼ିଶାରେ କେତେଟା ଜାଗାରେ ଏଇଭଳିଆ ୟୁରୋପିଆନ ସିମେଟ୍ରି ଅଛି, ତାର କଣ୍ଡିସନ କ'ଣ, ଆଉ ହଁ ଓଡ଼ିଶାର ସବୁ ପୁରୁଣା ଚର୍ଚ୍ଚ, ସବୁଠାରୁ ଆଚ୍ଛା ସର୍ବପ୍ରାଚୀନ ଚର୍ଚ୍ଚ କୋଉଠି ଏବଂ କେତେ ବର୍ଷ ପୁରୁଣା? ବାଲେଶ୍ୱରରେ ଅଛି, ହଁ ଆଉ ସମ୍ବଲପୁରରେ ଅଛି, ପୁରୀରେ ଅଛି, କେନ୍ଦ୍ରାପଡାରେ ଅଛି, ଆଉ ଖୋର୍ଦ୍ଧା ହଁ ଆଉ ଏଠି ଅଛି ଗଞ୍ଜାମରେ ନା ଅଛି। କୋଉଠି? ପୋତାଗଡ଼? ହଁ ଗଞ୍ଜାମରେ ଅଛି, ଆଉ ଚାନ୍ଦବାଲିରେ ଅଛି। ପାରଳାଖେମୁଣ୍ଡିରେ ବି ଅଛି। ଚାନ୍ଦବାଲି ସେ ବାଲେଶ୍ୱର କହିଲେ। ଅନିଲ ଭାଇ ହଁ ନା 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 ନା, ଚାନ୍ଦବାଲିରେ ସ୍ପେସିଫିକ ଅଛି। ସେ ଯୋଉ ହଁ ମ୍ୟାଡାମ କହୁଥିଲେ ବାଲେଶ୍ୱରରେ ସେ ରିକେଟ୍ସ ର ଅଛି, ହେନରୀ ରିକେଟ୍ସ। ସେ ହେନରୀ ରିକେଟ୍ସ। ମରିଯାଇଥିଲା ଇଂଲଣ୍ଡରେ, ତା ବଡି ଏଇଠି ନେଇକି ଆସିଥିଲେ, ହଁ ଏଇଠି ହଁ ହଁ ଇଣ୍ଟର କରିଥିଲେ। ଆମେ ସେଟା ଇଣ୍ଟାକ୍ଟ ସେ ବାଲେଶ୍ୱର ସିମେଟ୍ରିକୁ ତାପରେ ତା ସ୍ତ୍ରୀ ଯେତେବେଳେ ମରିଗଲା, ତା ସ୍ତ୍ରୀ ହୁଁ, ୱିଲ୍ ଥିଲା କି ତା ବଡି ବି ସେଇଟା ବି ଇଂଲଣ୍ଡରୁ ବଡି ବାଲେଶ୍ୱର ଆସିଥିଲା, ବୋଥ ଦି ବଡିଜ ଆର୍ ଦେୟାର। ଆଉ ଜାଣିଛି। ସବୁଠୁ ପୁରୁଣା ହେଲା ସେ ଦିନମାର ଡିଙ୍ଗା। ମାନେ ବାଲେଶ୍ୱରରେ ପାଞ୍ଚଟା ଅଲଗା ଅଲଗା ଦିନମାର ଡିଙ୍ଗା, ଫାର୍ସି ହୁଁ ମାନେ ଡାନିଶ ସିମେଟ୍ରି ଅଛି, ଫ୍ରେଞ୍ଚ ଅଛି, ପର୍ଚୁଗିଜ ଅଛି, ଇଂଲିଶ ଅଛି। ଆଉ ହଁ ପୋତାଗଡ଼ରେ ଗୋଟେ ହିଁ ଜାଗାରେ ପାଞ୍ଚଟା ଦେଶର ଅଛି, 5 ଦେଶର ଗୋଟେ ହିଁ କମନ ସେ ଫୋର୍ଟ ପାଖରେ। ସେଟା ବନ୍ଦ ଅଛି, ସେଟା ମୁଁ 10 ବର୍ଷ ହେଲା ତାକୁ ପୁରା ଆମେ ଷ୍ଟଡି କରୁଛୁ, ଆଣ୍ଡ ଦ୍ୟାଟ ଇଜ ଦ ଲାର୍ଜେଷ୍ଟ କଲେକ୍ସନ, ବୁଝିଲେ? ହୁଁ ହୁଁ ଆଚ୍ଛା ସବୁ ଅନିଲ ଭାଇ, ଦେଶଙ୍କର ଅଛି। ପୋତାଗଡ଼ରେ ଯୋଉ ଅଛି ସିମେଟ୍ରିଟା ସେଟା କୋଉଠି? ମାନେ ମୁଁ ତ ପୋତାଗଡ଼କୁ ମେନ୍ ଟିକେ ଯାଇଛି। ସେଇଠୁ 500 ମିଟର ଦୂର ସେ ଲୁଚିକି ଅଛି, ଆଚ୍ଛା ବୁଝିଲେ? ଓକେ ଓକେ ଓକେ। ହଁ, ସେଟା ଯିବାକୁ ପଡେ। ହୁଁ ହଁ ହୁଁ। ହଁ ଆଉ କେତେ ଭାଙ୍ଗିଦେଲେ। ଆମର ଜମ୍ବୁରେ ସବୁ ଥିଲା, ତାକୁ ବୁଲଡୋଜର, ପାରଲାଖେମୁଣ୍ଡି ଆଉ ନାହିଁ, ପାରଲାଖେମୁଣ୍ଡିକୁ ବୁଲଡୋଜର କରିକି ସଫା କରିଦେଲେ। ହଁ ହଁ ସେଇ କଥା କହୁଥିଲି। ଆଚ୍ଛା ଗୋଟେ ଖବରର ଯେତେବେଳେ ଆପଣ ଷ୍ଟଡି କରୁଛନ୍ତି କଣ ଦେଖୁଛନ୍ତି ସେଥିରେ? ଦିଟା କଥା ହଉଛି ଯେ ୟାର କାହାଣୀ ତ ବେଶୀ କେହି ଯେ ମାନେ ଆଗକୁ ଏତେ ଆସିନି କି ଓଡିଶା ଇତିହାସରେ କେହି ମାନେ ଜାଣିନାହାନ୍ତି ତ ସେ ତାର ଆସିନି ଯେ ଆପଣ ଯେତେବେଳେ ଗୋଟେ ପର୍ଟିକୁଲାର ଖବର ପାଖକୁ ଯାଉଛନ୍ତି ସେଠି କଣ କଣ ଦେଖିବାକୁ ଚେଷ୍ଟା କରୁଛନ୍ତି, କଣ ଜାଣିବାକୁ ଚାହୁଁଛନ୍ତି? ଏଭ୍ରି ଗ୍ରେଭ୍ସ ର ଡିଫରେଣ୍ଟ ଆର୍କିଟେକ୍ଚର ଅଛି, ମତେ ସେଟା ୟୁନିକ୍ ଲାଗେ। ସବୁର ଡିଫରେଣ୍ଟ ସିମ୍ବଲ ଅଛି, ତ ସେଟା ମତେ ଜାଣିବାକୁ ଭଲ ଲାଗେ। ତ ଗ୍ରେଭ୍ ର ହିଷ୍ଟ୍ରି ମତେ ଜାଣିବାକୁ ଭଲ ଲାଗେ। ଆଉ ସେ ଠିକ ଗ୍ରେଭର ହିଷ୍ଟ୍ରି ମାନେ ସେଇ ପର୍ଟିକୁଲାର ଲୋକଙ୍କର ହିଷ୍ଟ୍ରି, ସେ କଣ କରିଥିଲେ ଏଇଆ? ହଁ ମାନେ ହଁ ସେ ଆଚ୍ଛା ମହେଶ, ପରିବାର ତରଫରୁ କେବେ କୌଣସି ଇଏ ଆସିନି, ମାନେ ଅବଜେକ୍ସନ ଅଛି କ'ଣ, ମାନେ ଯାଇକି ଇଏ କବର ଗୁଡାକ ଯାଇକି ଏମିତି କେବେ କିଛି ଅଭିଯୋଗ ଆସିନି? କାହିଁ ସେଇଥିରେ ଯୋଉ ବାପା ଠିଆ ହେଇଥିଲେ, ମତେ ଲାଗିଲା ସେ ଟିକେ ବ୍ୟସ୍ତ, ମାନେ ଓରିଡ୍ ଅଛନ୍ତି। ବାପା ଜାଣିଛନ୍ତି ତ ଏତେ କିଛି ଜାଣିନାହାନ୍ତି। ଇଣ୍ଡିଆନ ପାରାନର୍ମାଲ ସୋସାଇଟି ଯୋଉଟା ଅଛି, ସେଠି ବି ଇଭେଣ୍ଟରେ ମୁଁ ଯାଇଥିଲି, ତ ସେଠି ବି ସେମାନେ ଯେତେବେଳେ ଜାଣିଲେ ତାଙ୍କୁ ବହୁତ ଭଲ ଲାଗିଥିଲା। ତ
ତ ଏ ବିଷୟରେ ଯେ ଏ ବିଷୟରେ ଏତେ କିଛି ନାହିଁ, ତା ବିଷୟରେ ଜାଣିବା ବୁଝିବା ସମସ୍ତଙ୍କୁ, ତ ସେଠିକି ମୁଁ ଯାଇଥିଲି ତ ଭଲ ଲାଗିଥିଲା। ଆଚ୍ଛା। ଶୁଣନ୍ତୁ, ଇଏ ଯୋଉ ସିମେଟ୍ରି ଅଛି ହଁ ଆର ଗୋଟେ ସ୍ୱତନ୍ତ୍ର, ଯଦି ଓଡ଼ିଶାରେ ଯୋଉ କଟକର ସିମେଟ୍ରି, ମୁଁ 15 ବର୍ଷ ତଳେ 10 ବର୍ଷ ତଳେ ଆକୁ ଜଗନ୍ନାଥ ସଡ଼କ ପାଇଁ ମୁଁ ଡକୁମେଣ୍ଟ କରିଥିଲି ଆମର ଗୋରା କବର। ସେତେବେଳେ ହଁ ମୁଁ ସେ ବ୍ୟାପ୍ଟିଷ୍ଟ ଚର୍ଚ୍ଚ ଯାଇଥିଲି, ତାଙ୍କ ଭିତରେ ଦିଟା ଫ୍ୟାକ୍ସନରେ ଡିସ୍ପ୍ୟୁଟ ଥିଲା, ସେ ଆମକୁ କାଗଜ ପତ୍ର ଦେଇ ପାରିନଥିଲେ, ବୁଝିଲ। ଅଧେ କାଗଜ ଡିଷ୍ଟ୍ରୟ ହେଇଯାଇଛି। ଇଟ୍ସ ଏ ଭେରି ଭେରି ଇଣ୍ଟରେଷ୍ଟିଂ। ତା ଭିତରେ ସମରସେଟ ମମ୍ ଯେ ଇଏ ଅଛି ଆମର ଗୋଟେ ବହୁତ ବଡ଼ ଇଂଲିଶ ରାଇଟର, ତାର ନେଫ୍ୟୁ ଏଇଠି ବରିଡ୍ ଅଛି କଟକରେ। ଆଉ ସେ ଗୋଟେ ଚାର୍ଲସ ଏସ୍ପେକ୍ଟ ନେଭି। କହିଲେନି, ସେଠି ବହୁତ ମ୍ୟାରିନର ମାନେ ଯୋଉ ଲୋକ ମରି ଯାଉଥିଲେ ଶିପରେ, ତାଙ୍କୁ ସେଠି କଫିନ କରି ଏଠି ଆଣିକି ରଖା ହଉଥିଲା, ଇଭନ୍ ଆଫ୍ଟର 3 months 4 months। ଓକେ, and many of the missionaries which had American missionaries ଯେ ସମ୍ବଲପୁର ଯାଇଥିଲେ, ଯେ କୋରାପୁଟ ଯାଇଥିଲେ, ସେଠି କିଛି ସିମେଟ୍ରି ଥିଲାନି, ତାଙ୍କ ବଡି ବି ଏଠି ଆସିକି ରଖା ହେଇଥିଲା। ଗୋରା କବରକୁ ଆମେ 15 ବର୍ଷ ତଳେ ଇଣ୍ଟାକ୍ଟ ପ୍ରୋଜେକ୍ଟରେ ଆମେ ବହୁତ କ୍ଲିୟର କରିଥିଲୁ, ବହୁତ କାମ କରିଥିଲୁ, କିନ୍ତୁ ପୁଣି ସାହାକୁ ସେୟା ହେଇଗଲା ଏବେ ତ। କିନ୍ତୁ ଯଦି ସବୁଠୁ ଇଣ୍ଟରେଷ୍ଟିଂ, ଆପଣ ଯୋଉ ସାର୍ ଏବେ ପଚାରୁଥିଲେ, ଯଦି ସିମେଟ୍ରି ଦେଖିବେ, ଖାଲି ଓଡ଼ିଶା ନୁହେଁ ବୋଧେ ଇଣ୍ଡିଆରେ, ସେଟା ହେଲା ପୋତାଗଡ଼ ସିମେଟ୍ରି। 10 ପ୍ରକାରର ତାକୁ କୁହନ୍ତି ସେନୋଟାପ୍ସ, ଟାୱାର୍ସ, ଓବେଲିସ୍କ, ଏ ସବୁ ଅଲଗା ଅଲଗା ଦେଶର ଥାଏ। ଆପଣ ସବୁ ପ୍ରକାରର ପାଇବେ, ପୁରା ପାଖକୁ 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 ଲାଗିକି। ଆଉ ସବୁଠୁ ବଡ କଥା ଯେ ସେଟା ସମୁଦ୍ରରୁ ବୋଧେ 400-500 ମିଟର ମାତ୍ର। ଢେଉ ଶୁଣିବ ଯଦି ସେଠି ଆପଣ ରହିବେ। ଭୂତ ଅଛନ୍ତି ସେଠି, ସାପ ଭର୍ତ୍ତି ସେଠି। ଏବେ ବାରହା ମାନେ ପଶି ଯାଇଛନ୍ତି। ମୁଁ ଯାଇଥିଲି ଥରେ ଦୀପକ ନାୟକ ସାଙ୍ଗରେ, ଆମେ ଜଷ୍ଟ ବଞ୍ଚିଗଲୁ। ସେ ବାରହା ଆମକୁ, ବାରହାର ଛୁଆ ଥିଲା, ଆମକୁ ଆଟାକ କରି, ସେଟା ତାଲାରେ ଥାଏ, ଆମେ ଗେଟ୍ ତଳେ ଫସିକି ଯାଇଥିଲୁ। ମୁଁ ଥିଲୁ, ଦୀପକ ଥିଲେ, ଆମେ 3-4 ଜଣ। ସେ ଆଟାକ କରଲା ଆମକୁ ବାରହା, ବୁଝିଲେ। ଆଉ ସିମେଟ୍ରି, ଆପଣ ବହୁତ ସିମେଟ୍ରି ନଷ୍ଟ କରିଦେଲେ। ହୁକିତଲାରେ ହଁ ବି ଥିଲା 2ଟା ଗ୍ରେଭ୍। ଆମର ଭୁବନେଶ୍ୱରରେ, ଆମର ଡାକ ବଙ୍ଗଳା ଛକରେ ଗୋଟେ ଡାକ ବଙ୍ଗଳା ଥିଲା ପୁରୁଣା, ସେଠି କୋଣରେ 2ଟା ଗ୍ରେଭ୍ ଥିଲା, ସେଟା ବି ଆଉ ନାହିଁ, ସବୁ କଭର କରିଦେଲେ। ଆଉ ଜମ୍ବୁରେ ଆଉ ପାର୍ଲାଖେମୁଣ୍ଡିରେ ତ ବୁଲଡୋଜର ଚଲେଇଦେଲେ, ସେଠି ନୂଆ ସର୍କିଟ ହାଉସ କରିଲେ। ଆଉ ଜମ୍ବୁର କିଛି ପତା ବି ଲାଗୁନି। ଇଏ ମୁଁ ଲାଷ୍ଟ ୱିକ୍ ଚାନ୍ଦବାଲି ଦେଖିଥିଲି, ବୁଝିଲେ। ସେଠି ବି ସବୁ ମ୍ୟାରିନର ବହୁତ ଥିଲେ। କିନ୍ତୁ କଟକର ଯଦି ଆମକୁ ରେକର୍ଡ ମିଳେ, କଟକରେ ବହୁତ ଫେମସ ଲୋକ ଥିଲେ। ଗୋଟେ ଥିଲା ଟିକଲ୍ସ। ଟିକଲ୍ସ ଥିଲା ଗୋଟେ ବହୁତ ବଡ ବର୍ଡ ଆର୍ଟିଷ୍ଟ, ବୁଝିଲେ। ତାଙ୍କର ଇଏ ତ ଡେଥ ରେକର୍ଡ, କିନ୍ତୁ ମାନେ ମ୍ୟାରେଜ ରେକର୍ଡ ବି ପାଇଲେ। ସେଠି ଆଉ ଗୋଟେ ଯୋଉ ଚର୍ଚ୍ଚ ଅଫ ଏଫେମିଆ, ଇଏ ଯୋଉ ଅଛି ଏଫେମନି, ବୁଝିଲେ। ସେ ଚର୍ଚ୍ଚ ରେକର୍ଡରୁ ଏମିତି ମୁଁ ଦେଖିଥିଲି, ଆମର ଫୁଲବାଣୀ ଚର୍ଚ୍ଚର ବି ଯୋଉ ସେଠି ଡିନ୍ ମୋର ସାଙ୍ଗ ଥିଲା ଇମାନୁଏଲ ରଥ, ତାଙ୍କର ଏବେ 100 ବର୍ଷ ହେଲା। ଫ୍ୟାଣ୍ଟାଷ୍ଟିକ ରେକର୍ଡ ଥିଲା ହେବେ। କିନ୍ତୁ କଟକ ଏଥିରେ ଇଞ୍ଜିନିୟର, ସେ ଗ୍ରେଟ୍ କ୍ୟାନାଲର କି ଜଗନ୍ନାଥ ସଡ଼କର ସବୁ ତ ଯାଇଥିଲେ, କିନ୍ତୁ ବହୁତ ମିଶନାରୀ ଆଉ ବହୁତ ସିମେନ୍ ଯେ ସେଠି ସବୁ ସମୁଦ୍ରରେ ମରୁଥିଲା, ଯୋଉଠି ଜାହାଜ ଲାଗୁଥିଲା, ତା ବଡିଟା ଏଇଠି ହିଁ ନେଇକି ଆସୁଥିଲା। ଦ୍ୟାଟ୍ ୱାଜ ୱାନ୍ ଅଫ ଦି ବିଗେଷ୍ଟ ସିମେଟ୍ରିଜ ଅଫ ଇଣ୍ଡିଆ। ଆଉ କଟକରେ ବହୁତ ବଡ ଟାଉନସିପ ଥିଲା, ତାଙ୍କର ଥିଲା। ଖାଲି ସେତିକି ନୁହେଁ, କଲିକତାରେ ଗୋଟେ ଫର୍ମ ଥିଲା ଯେ ସେ ମାର୍ବଲରେ ସେ ପ୍ଲାକ୍ ଲେଖୁଥିଲା, ବୁଝିଲେ। ତା ନାଁ ବି ମୁଁ ଆଣିଥିଲି। ସେ ବି 2 ମାସ 3 ମାସ ଲାଗୁଥିଲା, ସାଙ୍ଗେ ସାଙ୍ଗେ ତାକୁ ଅର୍ଡର ଦେଲେ। ଆଉ ଯୋଉ ପୋତାଗଡରେ ଅଛି, ଏବେ ବି ପୁରା ତାକୁ ଯଦି ସଫା, ସବୁ ପଡି ହଉଛି। ମୁଁ 100 ଫଟୋ ନେଇଥିଲି, ମାନେ 20 ବର୍ଷ ହେଲା ମୁଁ ଫଟୋ ନଉଛି। କିଛି କିଛି ଜାଗାରେ ସେ ମାର୍ବଲ ସ୍ଲାବ ଚୋରି କରିଦେଇଛନ୍ତି, ବହୁତ କିଛି। କିନ୍ତୁ ଯଦି ସବୁଠୁ ଇଣ୍ଟରେଷ୍ଟିଂ ଆପଣ ଏଇଟା ଦେଖିବେ, ସେଟା ହେଲା ଆମର ଅମରଦା ରୋଡ ଯୋଉ କ୍ରାଶ ହେଇଥିଲା। ଆଜ୍ଞା, ସେଟା ଅଲଗା ଷ୍ଟୋରି ଆପଣ କରିଛନ୍ତି, some other day we will say, Yes, 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 but yes. the real ମାନେ history of the Gora cover has not been written. If proper documentation is got, ସେରାମପୁର ଲାଇବ୍ରେରୀରେ ମୁଁ ବହୁତ ରେକର୍ଡ ପାଇଥିଲି। ସେରାମପୁର ହେଲା ଆମର ଏଇ ଯୋଉ ବେଙ୍ଗଲରେ, ସେଠି ଯେ ୱିଲିୟମ କ୍ୟାରି ପ୍ରଥମ ପ୍ରେସ ଲଗେଇଥିଲା। ପ୍ରଥମ ପ୍ରେସ ଇଣ୍ଡିଆକୁ ଯୋଉ ଆସିଥିଲା, ଲୋକ ଭାବୁଛନ୍ତି ମ୍ୟାକଲେ ଆଣିଥିଲା ଲୋକଙ୍କୁ ଶିକ୍ଷିତ କରିବା ପାଇଁ। ପ୍ରଥମ ପ୍ରେସ ଆସିଥିଲା by the missionaries to print the Bible tracts। ଯୋଉ ବାଇବେଲ ଟ୍ରାକ୍ଟ ସେମାନେ ଜଗନ୍ନାଥ ସଡ଼କରେ ଗୋଟେ ଶଗଡ ଗାଡିରେ ରଖିକି 2-3ଟା କନଭର୍ଟେଡ ବ୍ରାହ୍ମଣ ମାନଙ୍କୁ ବୁଲଉଥିଲେ, ଆଉ ଯୋଉ ଜଗନ୍ନାଥ ଯାତ୍ରୀ ମାନଙ୍କୁ କନଭର୍ଟ କରିବା ଚେଷ୍ଟା କରୁଥିଲେ। ସେରାମପୁରରେ ହ୍ୟୁଜ ରେକର୍ଡ ଅଛି, ନଟ୍ ଓନ୍ଲି ଅଫ କଟକ ବଟ୍ ଅଲ୍ ଦ ସିମେଟ୍ରିଜ ଅଫ ଓଡ଼ିଶା। ଗୋଟେ ସିମେଟ୍ରି, ଆଉ ବହୁତ ସିମେଟ୍ରିର କଣ୍ଟ୍ରାକ୍ଟ ଥିଲା ଆଗରେ ବ୍ରିଟିଶ କାଉନସିଲ। ବାଲେଶ୍ୱର ସିମେଟ୍ରି ଆଉ ଗୋଟେ 2ଟାକୁ ପଇସା ଦଉଥିଲା ପ୍ରତିବର୍ଷ ତା ମେଣ୍ଟେନାନ୍ସ ପାଇଁ, ବୁଝିଲେ। ସେଟା ଫେରେ କେମିତି ବନ୍ଦ ହେଇଗଲା। ସେମାନେ ଯେତେବେଳେ ବନ୍ଦ କରିଦେଲେ, ଆମେ 4ଟା ନା 5ଟା ବାଲେଶ୍ୱର ଆମେ କରିଲୁ, 4-5ଟା କଲୁ, କିନ୍ତୁ କିଛି ଫାଇଦା ହେଲାନି। ଇଟ୍ ଇଜ ବ୍ୟାକ୍ ଟୁ
were one. ହୁଁ। ମୋର ବହିରେ 4 ପେଜ ଅଛି ପ୍ଲସ୍ ଫଟୋ ବି ଅଛି। ମୋ ଜଗନ୍ନାଥ ସଡ଼କରେ I have given 4 pages to the ଗୋରା କବା। ନାଇସ୍। ଦି ପ୍ରକାର ସିମେଟ୍ରି ଅଛି। ଗୋଟେ ଯୋଉଥିରେ ଏବେ ବି ଇଣ୍ଟର ହଉଛି ଯେମିତି କଟକରେ, ବୁଝିଲ। ଆଉ କିଛି ଅଛି ସେଟା ପୁରା ଆଉ କିଛି ନାହିଁ, ସେ ପୁରୁଣା ଯେମିତି ପତାଗଡ଼ ବି ଇଜ ଅଣ୍ଡର ଦି ବରହମପୁର ପାଷ୍ଟର ଏଇ ଡାୟୋସିସରେ। କିନ୍ତୁ ତାଙ୍କର ବି ଏତେ ଇଣ୍ଟରେଷ୍ଟ ନାହିଁ ଚର୍ଚ୍ଚର ସେ ହେରିଟେଜର। ଆଉ ତାଲା ଲଗେଇକି ରଖିଛନ୍ତି। ମୁଁ ଯେମିତି କହିଲି ଗତ ଥର ତ ଆମକୁ ପୁରା ବାରହା କାମୁଡି ଦେଇଥାନ୍ତି। ଦୀପକ ଥିଲା, ମୁଁ ଥିଲି। ଦୀପକ ଫଟୋ ବି ଉଠେଇଥିଲା। ସାପ ସେଠି ଭର୍ତ୍ତି, ଯିବାଟା ବି ସହଜ ନୁହେଁ। କୁକୁର ମାନେ ସବୁ ଭୁକିବେ, ତା ଭିତରେ ରହିଛନ୍ତି ଲୋକ। ସନ୍ଧ୍ୟାବେଳେ ଯାଇ ମଦ ପିଅନ୍ତି। ଏଇ ସବୁ ଅବସ୍ଥା ଅଛି ଆଜ୍ଞା। ଚାନ୍ଦବାଲି ତ ମୁଁ ଲାଷ୍ଟ ୱିକ୍ ଡିସ୍କଭର କରିଲି। ଆଉ ଥରେ ଯିବି। ସେଦିନ ବହୁତ ଖରା ଥିଲା, 50 ଡିଗ୍ରୀ ଟେମ୍ପରେଚର। ମୁଁ ରହିପାରିଲିନି। ମୁଁ ଏବେ ଯିବି। ତାକୁ ବି ମୁଁ 5ଟା ସିମେଟ୍ରି ବିଷୟରେ ଲେଖିଛି ମୋ ବହିରେ। ପତାଗଡ଼ ତ ଡିସ୍କଭରୀ ଚ୍ୟାନେଲ ମତେ ନେଇକି ଯାଇଥିଲା। ଡିସ୍କଭରୀ ଚ୍ୟାନେଲ ଗୋଟେ 15 ମିନିଟିଆ ପ୍ରୋଗ୍ରାମ କରିଥିଲା ଅନ୍ ପତାଗଡ଼ ଇଟସେଲ୍ଫ। ସେ କୋଉ ଗୋଟେ ମିସ୍ ଇଣ୍ଡିଆ ଆସିଥିଲା, ସେ ଥିଲା କମ୍ପେୟାର। ମତେ ମନେ ନାହିଁ, 4-5 ବର୍ଷ ତଳେ। ଆଚ୍ଛା, ମାନେ ଆପଣ କୌଣସି ଡେଡିକେଟେଡ୍ ବହି ଲେଖିନାହାନ୍ତି କିନ୍ତୁ ଜଗନ୍ନାଥ ସଡ଼କ ବହିରେ ଲେଖିଛନ୍ତି, ମାନେ 4 pages you have devoted ଜଗନ୍ନାଥ to। ସଡ଼କରେ ଜଗନ୍ନାଥ ସଡ଼କରେ ମୁଁ 5ଟା ସିମେଟ୍ରି ବିଷୟରେ ଲେଖିଛି, ବାଟରେ ଯାହା ଯାହା ଥିଲା। ଆଚ୍ଛା ଆଚ୍ଛା। ଦ୍ୟାଟ୍ ୱାଜ ପାର୍ଟ ଅଫ ଦି ଜଗନ୍ନାଥ ସଡ଼କ। ହୁଁ ହୁଁ। ବହୁତ ତାଙ୍କର ଲୋକ ମରୁଥିଲେ ନା ତା ଭିତରେ। ସେତେବେଳେ ଇଏ ବି ଥିଲେ, କିଏ କହିଲେ, ଦି ଠଗ୍ସ, ଯୋଉ ଠଗି ଥିଲା, ବୁଝିଲେ। ସେ ସ୍ଲିମ୍ୟାନ ଗୋଟେ ଫୋର୍ସ, ଘୋଡା ବାଲା ଫୋର୍ସ କରିଥିଲା। ସେ ଜଗନ୍ନାଥ ସଡ଼କ ଉପରେ ବହୁତ ଠଗ ଆସୁଥିଲେ, ଲୋକଙ୍କ ତଣ୍ଟି ଚିପିକି ସବୁ ପଇସା ନେଇଯାଉଥିଲେ। ଏବେ ବି ଯେତେ ରାସ୍ତା ପାଖରେ କାମ ହଉଛି, ରୋଡ ଏକ୍ସପେନସନ ହଉଛି, କୋଉଟା ଜେସିବି ଲାଗୁଛି, ତା ତଳୁ ମଣିଷ କଙ୍କାଳ ବାହାରେ, ଘୋଡା କଙ୍କାଳ ବାହାରେ, ହାତୀ କଙ୍କାଳ ବାହାରେ, ଯୋଉଟା ସବୁ ମେନ୍ ଜଗନ୍ନାଥ ସଡ଼କ ପାଖରେ ଥିଲା। ବହୁତ ଗାଁରେ ଆମେ ଯେତେବେଳେ ଜଗନ୍ନାଥ ସଡ଼କ କରିଲୁ, ସେ କହିଲେ ଭୂତ ଅଛି, ସେ ସବୁ ସେମିତି କୁହନ୍ତି। ଆଜ୍ଞା ସବୁ କିମ୍ବଦନ୍ତୀ ଅଛି ଅଫକୋର୍ସ, ବଟ୍ ଇଟ୍ ୱାଜ ଏ ଭେରି ବିଜି ରୋଡ ଆଣ୍ଡ ନେଭରଦଲେସ୍। ଏଇ ଯୋଉ ଆମେରିକାନ ଆଉ ଇଏ ମିଶନାରୀ ମରିଥିଲେ ସମ୍ବଲପୁରରେ, ସେମାନେ ମ୍ୟାଲେରିଆରେ ମରିଥିଲେ। ଛୋଟ ଛୋଟ ଛୁଆ ବି ମରିଥିଲେ, ହୋଲ ଫ୍ୟାମିଲିଜ ଡାଏଡ୍। ମଦର, ଫାଦର ଏଣ୍ଡ ଦ ସ୍ମଲ୍ 6 year old ଚାଇଲ୍ଡ, 5 year old ଚାଇଲ୍ଡ, ସବୁ ମରିଯାଇଥିଲେ। ସେଠି ବହୁତ। ଆଉ ଇଏ ବି ଥିଲା ଆମର ଯୋଉ ଆମର ଫର୍ଷ୍ଟ ୱାର ଅଫ ଇଣ୍ଡିପେଣ୍ଡେନ୍ସର ବହୁତ ଯୋଉ କ୍ୟାଜୁଆଲିଟି ଥିଲେ, ତାଙ୍କୁ ଆଣିକି ଏଠି ରଖିଥିଲେ। ସମ୍ବଲପୁରରେ ବି ଗୋଟେ ଥିଲା, ମୁଁ ସମ୍ବଲପୁରରେ ହାଲତ ଜାଣିନି, କିନ୍ତୁ ଶିବପୁର ବହୁତ ଲୋକ ଆସିଥିଲେ। ମାନେ ସେ ମରିବ, ତାକୁ ସି ବେରିଆଲ ଦଉନଥିଲେ, ତାକୁ କଫିନରେ ରଖୁଥିଲେ ପ୍ରିଜର୍ଭ କରିକି। ଫେର ଯେତେବେଳେ ସେ ଲାଗୁଥିଲା ଏଇଠି, କୋଉ ବି ଦ୍ୱୀପରେ ଲାଗୁଥିଲା, ଚାନ୍ଦବାଲି ହଉ କି ଏପଟେ ଆମର ସେ ଯେ ପିପିଲି ଥିଲା, ସୁବର୍ଣ୍ଣ କି ବାଲେଶ୍ୱର, ସେଇଠୁ ସେମାନେ ଆଣିକି କଟକରେ ରଖୁଥିଲେ। ବଢିଆ ବଢିଆ ଥିଲା, ମେଣ୍ଟେନ କରିବା କଥା। ତାଙ୍କର ବି ବ୍ୟାପ୍ଟିଷ୍ଟ ଚର୍ଚ୍ଚ ବାଲା ଯେତିକି ମାନେ ହିଷ୍ଟୋରିକାଲ ଇଏ ସେ କରୁନାହାନ୍ତି, ବୁଝିଲେ। ମୁଁ ସେତେବେଳେ ବହୁତ ମାନେ ଆଇ ୱାଜ ସୋ ସରି। ତାଙ୍କ ରେକର୍ଡ ବି ଖାଲି ଏ ଡିସ୍ପ୍ୟୁଟରେ ସବୁ ହଜିଗଲା। ସବୁ ରେକର୍ଡ ଥିଲା ପୁରା, ଗୋଟେ ଗୋଟେ କେତେ ହିଷ୍ଟ୍ରି ଥିଲା, ସବୁ ନଷ୍ଟ ହେଇଗଲା। ଅନିଲ ଭାଇ, ମୁଁ ଏବେ 2 ଦିନ ହେଲାଣି ମୁଁ ପଢୁଛି କୋରାପୁଟର ଗେଜେଟିୟର, ମାନେ 1937-38 ପ୍ରଥମ ଯୋଉ ଗେଜେଟିୟର ଯୋଉଟା ଲେଖା ହେଇଥିଲା, ଆରସି ବେଲ୍ ଯୋଉଟା ଲେଖିଥିଲେ, ଏବଂ ତା ପରବର୍ତ୍ତୀ ଗେଜେଟିୟର ପଢୁଥିଲି। କୋରାପୁଟ ଜିଲ୍ଲାରେ ବି ଅନେକ ୟୁରୋପିଆନ ଇଞ୍ଜିନିୟର୍ସ ବା ହେଲ୍ଥ ଅଫିସିଆଲ୍ସ ସେମାନେ ବି ମରିଛନ୍ତି। ଡେଫିନେଟଲି କୋରାପୁଟ କୋଉଠି ନା କୋଉଠି ଥିବ, ମୁଁ ଜାଣିନି, ନିଶ୍ଚୟ ନିଶ୍ଚୟ ଥିବ। वी हैव टू सर्च इट आउट अगेन। କିନ୍ତୁ ଗୋଟେ ତ ଅଛି ଲକ୍ଷ୍ମୀପୁରରେ ଯୋଉଟା ଆମେ କଥା ହଉଥିଲେ। ମୁଁ ସେ ଜମ୍ବୁର ଦେଖିଥିଲି, ଇଟ୍ ୱାଜ ସୋ ଇଣ୍ଟରେଷ୍ଟିଂ। 2-3 ବର୍ଷ ପରେ ଗଲି, ସେ କୋଉଠି ଥିଲା ସେଟା ବି ଜଣା ପଡୁନି। ମୁଁ ତାକୁ ପଚାରିଲି କଣ ହେଲା ନା, ଆଜ୍ଞା ସେ ପୁରା ବୁଲଡୋଜର ଲଗେଇଦେଲେ ପରା ଏଇ ଜାଗାଟା। ସେଠି ଲୋକ ମନା କଲେ, କଣ କହିବ। ତେବେ ଅନିଲ ଭାଇ, ବହୁତ ଧନ୍ୟବାଦ। ଆପଣଙ୍କର ଇନପୁଟଟା ବହୁତ ମାନେ ଏନରିଚ୍ କଲା ଆଜିର ଯୋଉ ନାଇସ୍ ୱାର୍କ, ହ୍ୱାଟ ହି ହାଜ ଡନ୍ ଇଜ ଏକ୍ସିଲେंट। ଯଦି ତାକୁ ରେକର୍ଡ ମିଳେ ଏସିଆଟିକ ସୋସାଇଟିରେ କିଛି, ସେ ଯଦି ସେରାମପୁର ଯାଇପାରିବ, କିନ୍ତୁ ଦେ ଆର୍ ଭେରି ସିକ୍ରେଟିଭ। ମହେଶ, can you show your books that you have written? ଯୋଉ ବହି ଲେଖିଛ ତାକୁ ଦେଖେଇ ପାରିବ ଟିକେ? ଜଗନ୍ନାଥ ସଡ଼କରେ 4ଟା ପେଜ ଅଛି। ଆଉ କଣ, ମୁଁ ସଫ୍ଟ କପି ଦେଇଦେବି ଆଜ୍ଞା। ଅଛି ମୋର ନେଟରେ ଥିବ, ଆପଣ ଖାଲି ଅନିଲ ଧୀର ଗୋରା କବର ଟାଇପ କରନ୍ତୁ, ସବୁ ନାଇଁ, ଫଟୋ ବି ଅନିଲ ଭାଇ, ବାହାରିଯିବ। ମୁଁ ସେଥିରେ କହୁନି, ଆଙ୍କୁ ମହେଶ ଯୋଉ ବହି ଲେଖିଛନ୍ତି ସେଇଟା ହଁ, ଦେଖିବା ସେ ବହିଟା କୁଆଡେ ଗଲା? ତା ବହି, ସେ ବହି ମୁଁ ଚାହିଁବି ଗୋଟେ କପି ଆଜ୍ଞା। ଦେଖିବା ଟିକେ ମହେଶ। ଏବେ ତ ମୋ ପାଖରେ ନାହିଁ, ଆଚ୍ଛା, କପି ସେଲ୍ ହେଇଯାଇଛି। ଅନଲାଇନରେ ଗୋରା କବର କଟକ ଲେଖିଲେ ଆସିଯିବ, ଅର୍ଡର କରିପାରିବେ। ହଉ, କୋଉଠି ଆମାଜନରେ ଠିକ ମିଳୁଛି? ଆଚ୍ଛା, ଅର୍ଡର କଲେ ଭଲ୍ୟୁମ 1 ଟା କେତେ ପେଜର, ଭଲ୍ୟୁମ 2 ଟା କେତେ ପେଜର? ଟୋଟାଲି 1200 ପେଜର ହବ, ଭଲ୍ୟୁମ 1 ଭଲ୍ୟୁମ 2 ଟୋଟାଲ ମିଶିକି। ସେଇଟା ଟୋଟାଲି କଣ ମାନେ ଜଣେ ଜଣେ ଲୋକ ତାଙ୍କର କବରକୁ ନେଇକି ଷ୍ଟୋରି ଲେଖା ଯାଇଛି, ନା କେମିତି ଲେଖା ଯାଇଛି?
ହଁ ମାନେ କଟକର କଣ୍ଟ୍ରିବ୍ୟୁସନ କଣ ମିଶନାରୀ ମାନଙ୍କର ରହିଛି, ତା ସହିତ କଟକର ଯୋଉ ଚର୍ଚ୍ଚ ଅଫ ଏପିଫାନିର ଯୋଉ ପ୍ରିଷ୍ଟ ମାନେ ଯିଏ ଥିଲେ ତାଙ୍କର ଡେଥ୍ ଯୋଉ ହେଇଥିଲା କଟକ ଗୋରାକୁରେ ବରିଡ୍ ହେଇଥିଲା ତାଙ୍କର ଅଛି। ଆଉ ଯେମିତି ୱିଲିୟମ ସମସ୍ତ ଷ୍ଟିୱାର୍ଟ, ସେଇଟା ଗୋଟେ ଚାପ୍ଟର। ୱିଲିୟମ ଷ୍ଟିୱାର୍ଟ ହଁ ବି ଅଛି। ସମସ୍ତଙ୍କର ହଁ ଅନିଲ ଅଲଗା ଅଲଗା। ଅନିଲ ଭାଇ ହଉଛନ୍ତି ଷ୍ଟୁଆର୍ଟ ସ୍କୁଲର ଷ୍ଟୁଡେଣ୍ଟ। ଆଚ୍ଛା। ଅନିଲ ଭାଇ ଆପଣଙ୍କ ସ୍କୁଲର ଫାଉଣ୍ଡର। ଷ୍ଟୁଆର୍ଟ ସ୍କୁଲ, ହଁ ଆଜ୍ଞା। ମୋ ଜନ୍ମ ବି କଟକ ଆଜ୍ଞା, ରାଣୀହାଟ ତେଲିସାହି। ତେବେ ମୁଁ ମୁଁ ଗୋଟେ ଅନୁରୋଧ କରିବି। ଇନପୁଟ ମହେଶକୁ ଆଉ ଗୋଟେ ସଜେଷ୍ଟ କରିବାକୁ ଚାହିଁବି। ମହେଶ ଆକ୍ଚୁଆଲି ବହୁତ ଜଣ ଯେତେବେଳେ ଯେଉଁମାନେ ସିଭିଲ୍ ସର୍ଭିସେସ୍ ଜଏନ୍ କରି ଆସୁଥିଲେ କି ସୋଲଜର୍ସ ହେଇକି ବି ଆସୁଥିଲେ, ବହୁତ ଜଣ କମନ୍ ମାନେ ଲୋକ ଥିଲେ ବ୍ରିଟିଶ ଆଇଲ୍ସର, ମାନେ ଯେଉଁମାନେ ତ ସେତେବେଳେ ଯେଉଁ ତାଙ୍କର କ'ଣ କହିବି ଯେଉଁ ଅର୍ଲସ୍ ଡ୍ୟୁକ୍ସ ଏମିତି ହେଇକି ଯେଉଁ ସବୁ ଟାଇପ୍ର ଭାଇକାଉଣ୍ଟସ୍ ଏମିତି ଯେଉଁ ସବୁ ବଡ଼ ବଡ଼ ପୋଷ୍ଟ ରହୁନଥିଲା, ସେମାନଙ୍କର ବଡ଼ ପୁଅମାନେ ହିଁ ଦେ କୁଡ୍ ଇନହେରିଟ୍ ଦ ଟାଇଟଲ୍। ବଟ୍ ଯେଉଁମାନେ ସେକେଣ୍ଡ ଥର୍ଡ଼ ଫୋର୍ଥ କି ଅନ୍ୟ ଯେଉଁ ସବୁ ପୁଅମାନେ, ତାଙ୍କ ଭିତରୁ ବହୁତ ଜଣ ଏମିତି ଇଣ୍ଡିଆ କି ଅଲଗା ଜାଗାରେ ଯେଉଁଠି ବ୍ରିଟିଶମାନଙ୍କର କଲୋନିଜ୍ ଥିଲା ସେସବୁ ଜାଗାରେ ଜବ୍ କରିବାକୁ ବି ଆସିଛନ୍ତି। କିଏ କିଏ ଆର୍ମିରେ ଆସିଛନ୍ତି, କିଏ କିଏ ଇଭିନ୍ ଡକ୍ଟର କି ଇଞ୍ଜିନିୟର କି ଅଲଗା ଲିଙ୍ଗୁଇଷ୍ଟ ହିସାବରେ ବି ଆସିଛନ୍ତି। ସେମାନେ ଯାହାକୁ ବି ବାହା ହେଇଛନ୍ତି ସେମାନେ ତାଙ୍କ ସାଙ୍ଗ ନେଇକି ଆସୁଥିଲେ ଏଠି। ତେଣୁ କିଛି ଗୋଟେ ମୁଁ ପଢ଼ିଲା ବେଳେ ରିଏଲାଇଜ୍ କରିଥିଲି କି ଇଂଲଣ୍ଡର ବି ବହୁତ ସାରା ତାଙ୍କ ନିଜ ରେକର୍ଡ଼ସରେ ଆକ୍ଚୁଆଲି ଥାଏ, ଖାଲି ମାନେ ଖାଲି ଯେଉଁ ଡ୍ୟୁକ୍ କି ଅର୍ଲ କି ଏମାନଙ୍କର ନୁହେଁ, ବି ନର୍ମାଲ୍ ଲୋକମାନଙ୍କର ବି ବହୁତ ଜଣଙ୍କର ଥାଏ ଯେଉଁମାନେ କି ସେଠି ଜନ୍ମ ହେଇଥାନ୍ତି ବଟ୍ ବାହାରେ ଆସିକି ତାଙ୍କର ଡେଥ୍ ହେଇଥାଏ କି କ'ଣ, ଖାଲି ମେନସନ୍ ଥାଏ, ଯଦି ସେଠି ବି ତାଙ୍କର କବର ନଥାଏ। ମୋର ଏବେ ମନେ ପଡ଼ୁନି ଏକ୍ଜାକ୍ଟଲି ସେ ସାଇଟ୍ କ'ଣ ଥିଲା, କିନ୍ତୁ ଡକ୍ୟୁମେଣ୍ଟେସନ୍ ହିସାବରେ ଇଂଲିଶ ମାନେ ଦେ ଆର୍ ରିଅଲି ଗୁଡ୍। ତାଙ୍କର ବର୍ଥ ଡେଥ୍ ତାଙ୍କ ଲାଇଫ୍ ବହୁତ କିଛି ଥାଏ, ଛୋଟ ଛୋଟ ପ୍ୟାରାଗ୍ରାଫ୍ ଆଟଲିଷ୍ଟ ମିଳିଯିବ ଇଚ୍ ଲୋକ ପାଇଁ। ଯଦି ତୁମକୁ କହିବେ କେଉଁ ଗୋଟେ କିଛି ଇଣ୍ଟରେଷ୍ଟିଂ ନାଁ ମିଳୁଛି କି ତାଙ୍କର ଏଠିକାର ମିଳୁଛି, ବେଶୀ କିଛି ଜଣାପଡ଼ୁନି, ତାକୁ ଯାଇକି ସର୍ଚ୍ଚ କର। ମୋଷ୍ଟ ପ୍ରୋବାବ୍ଲି ଇଂଲଣ୍ଡ କି ସ୍କଟଲ୍ୟାଣ୍ଡ କି ଆୟାରଲ୍ୟାଣ୍ଡ ମାନେ ଯୋଉଠୁ ବି ଆସିଥିବେ, ହଁ ଯୋଉଠୁ ମାନେ ଆସିଥିବେ ସେଇ ରିଲେଟେଡ୍ ତାଙ୍କର ଚର୍ଚ୍ଚ ରିଲେଟେଡ୍ କି ତାଙ୍କ ଘରର ଜିନିଷ ରିଲେଟେଡ୍ ଇଏରେ ତୁମକୁ ମିଳିଯାଇପାରେ। କିନ୍ତୁ ମୁଁ ଏବେ ମନେ ପଡ଼ୁନି ମୁଁ କେଉଁ ସାଇଟ୍ରେ ସେଇଟା ଦେଖିଥିଲି, ବଟ୍ ୟୁ ୱିଲ୍ ଗେଟ୍ ସମ୍ ମୋର୍ ଇନଫର୍ମେସନ୍ ଲାଇକ୍ ଦ୍ୟାଟ୍, କାରଣ ତାଙ୍କ ରେକର୍ଡ଼ସ୍ ବହୁତ ଭଲ। ହୁଁ ହୁଁ। ଯଦି ଆଉ କାହାର କିଛି ପଚାରିବାର ଥାଏ ବା କହିବାର ଥାଏ, ସୁଷମା ମ୍ୟାଡ଼ାମ ଆପଣଙ୍କର କିଛି ମାନେ ଅଛି? ଆଉ ଅନିଲ ସାର୍ଙ୍କୁ ବି ବହୁତ ଥ୍ୟାଙ୍କ ୟୁ। ସେ ରିକେଟ୍ସଙ୍କ ନାଁଟା ମୋର ସେତେବେଳେ ମନେ ପଡ଼ୁନଥିଲା, ଆଉ ବହୁତ ଭଲ ଭଲ ଇଣ୍ଟରେଷ୍ଟିଂ ଜିନିଷ କହିଲେ। ସାର୍ ଥ୍ୟାଙ୍କ ୟୁ ସୋ ମଚ୍। ମୁଁ ଆଜି ପୋଷ୍ଟ କରିବି ମୋ ଷ୍ଟୋରି, ଆଉ ଶହେ ଫଟୋ ଅଛି ମୋ ପାଖରେ। ଆଜି ନୁହେଁ, 25 ବର୍ଷ ହେଲା ମୁଁ ଫଟୋ ଉଠଉଛି। ପତାଗଡ଼ର ତ 20 ବର୍ଷ ପୁରୁଣା ଫଟୋ ଅଛି। ଏଇ ଆମର ଆର ବି ମାନେ 2010 8-10 ର ଫଟୋ ମୋ ପାଖରେ ଏଣ୍ଟାୟାର ଆମର ଗୋରା କବରର ସବୁ ଅଛି। ଅନିଲ ଭାଇ ମୁଁ ସାର୍ ପୋଷ୍ଟ ଆମେ ଥରେ କରିଦେବି। ଆପଣଙ୍କଠୁ ଜଗନ୍ନାଥ ସଡ଼କରଟା ଶୁଣିବାକୁ କେବେଠୁ ଏନି ଇଚ୍ଛା ଟାଇମ୍ ଅଛୁ। ଗୋଟେ ଥର ଜଗନ୍ନାଥ ସଡ଼କ ବିଷୟରେ ହଁ ଟକ୍ଟା ହଁ ଯଦି ଯେତେବେଳେ ହେଇପାରିବ। କରିଦେବା, ଏଇଟା ଠିକ କଥା। ଅନିଲ ଭାଇ, ଏଇ ଯୋଉ ପୋତାଗଡ଼ର କିଛି ଫଟୋ ମତେ ପଠେଇବେ, ମୁଁ ଆପଣଙ୍କ ଏବେ ପଠଉଛି ସାଙ୍ଗେ ସାଙ୍ଗେ। ଆଜ୍ଞା ଆଜ୍ଞା ଆଜ୍ଞା। ହୁଁ, ସୁଷମା ମ୍ୟାଡ଼ାମ କ'ଣ କୁହନ୍ତୁ? ହଁ, ବହୁତ ଭଲ ଲାଗିଲା। ଆଉ ପ୍ରୋଗ୍ରାମ ଟା ବହୁତ ଭଲ ଲାଗିଲା। ମୁଁ ଅବଶ୍ୟ ଜାଣିଥିଲି କିଛି କିଛି, ଏମିତି ନୁହେଁ ଯେ କିଛି ଜାଣିନଥିଲି, କିନ୍ତୁ ଏତେ ଡିଟେଲରେ ଭଲ କରି ଜାଣିନଥିଲି। ବହୁତ ବଢିଆ ଲାଗିଲା। ମହେଶକୁ ବହୁତ ବହୁତ ମାନେ ଖୁସି ଲାଗିଲା ମହେଶଙ୍କ ଉପରେ। ଆଉ ଆଜିକାଲି ପିଲାମାନଙ୍କର ଯୋଉ ଏଇ ଯୋଉ ରିସର୍ଚ୍ଚ ବହୁତ ବଢିଆ ଲାଗିଲା। ଧନ୍ୟବାଦ। ଡକ୍ଟର ଇନ୍ଦ୍ରମଣି ଜେନା। ଆଚ୍ଛା, ବିଶ୍ୱଭାରତୀ ମ୍ୟାଡ଼ାମ କିଛି କହିବେ? ସାର୍ ମୋର ନିଜର ଏକ୍ସପିରିଏନ୍ସ କିଛି ନାହିଁ। ସାର୍ ଶୁଣିପାରୁଛନ୍ତି? ହଁ ହଁ, ଆପଣଙ୍କର ଏକ୍ସପିରିଏନ୍ସ କ'ଣ ଥାନ୍ତା ନା କ'ଣ? ମୋର ମୋଟେ ଏ ବିଷୟରେ ଏକ୍ସପିରିଏନ୍ସ ନାହିଁ। ମୁଁ ଭାବୁଥିଲି ଏସବୁ ବହୁତ ନେଗ୍ଲେକ୍ଟେଡ୍ ଜିନିଷ, କେହି ଜାଣନ୍ତିନି ବୋଲି। ଆଉ ମୁଁ ଜାଣିଥିଲି ଯେ ଜଣେ ଲୋକ ଯିଏକି ଲିଓନାର୍ଡୋ ଡା ଭିନ୍ସି, ସେ ଯୋଉ ସମୟରେ ସମସ୍ତଙ୍କୁ ବାରଣ ଥିଲା ଗ୍ରେଭ୍ସ ଯିବାକୁ, ସେ ଦିନରେ ତ ଯାଇପାରୁନଥିଲେ, ରାତିରେ ଲୁଚିକି ଯାଇକି ଡିସେକ୍ସନ କରୁଥିଲେ। ବୁଝିଲେ କି? ଲିଓନାର୍ଡୋ ଡା ଭିନ୍ସି 1400 କେତେ ମସିହାରେ, 50-60 ମସିହାରେ ଏସବୁ କାମ କରୁଥିଲେ।
ଆଜି ମୁଁ ଦେଖୁଛି ବୋଇ ବାବୁ ସବୁ ସେଇଭଳିଆ କାମ କରିଛନ୍ତି, ଅନିଲ ବାବୁ ବି ସବୁ ସେ କାମ କରିଛନ୍ତି। ଆଉ ଆମର ଏଗୁଡା ସବୁ ଆକ୍ୟୁଟନେସ୍ ଆମର ଯୋଉ ଅଛି ଧର୍ମାନ୍ଧତା ସେଇଟା ଛାଡିକି ସେମାନେ ଏଇ ବିଷୟରେ ଷ୍ଟଡି କରିଛନ୍ତି। ଆଉ ମୁଁ ଆଉ ଗୋଟେ ବିଷୟ ଶୁଣିବାକୁ ପାଇଲିନି, ଆମର ମଧୁସୂଦନ ଦାସଙ୍କର ତ କବର ବୋଧେ ଅଛି ଗୋରା କବର ଭିତରେ। ଅଛି 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 ଆମେ ଅଛି ଆମେ ହିଁ ରିପେୟାର କରିଥିଲୁ ଆଜ୍ଞା। ହଁ, ଅଛି। ଆଉ ତେଣୁ ଏଇ ସବୁ ବିଷୟ ଶୁଣିକି ମତେ ଭାରି ଖୁସି ଲାଗୁଛି କି ନା ଲୋକ ମରିଗଲା ପରେ ମୁଁ ଗୋଟେ ସାର୍ଟିଫିକେଟ ଦେଇଦିଏ, ତାପରେ କଣ ହୁଏ ଜାଣେନି ବୁଝିଲେ କି। କିନ୍ତୁ ତାପରେ ବହୁତ ଜିନିଷ ହୁଏ। ଆଉ ସେ ଯୋଉ କବର ଉପରେ ଯୋଉ ମ୍ୟାଡାମ କହିଲେ, ପ୍ରୀତା ମ୍ୟାଡାମ, ଗୋଟେ ଲେଖା ହେଇଥିବ ସେମାନଙ୍କର ଖୁବ କଣ ଗୋଟେ କୋଟେସନ ଲେଖା ହେଇଥିବ କିମ୍ବା ଗୋଟେ ସଜେସନ ଲେଖା ହେଇଥିବ। ଏଇଟା ବହୁତ ଭଲ ଲାଗେ ଦେଖିବା ପାଇଁ କି ସେମାନେ ନିଜ ଜୀବନର ଗୋଟେ ଲେଖିଥିବେ ତାଙ୍କର ଲେଖାଟା। ଆଉ ଆମ ଓଡିଶାରେ ଏଇ ଯେତିକି ଗୋଟେ ଜିନିଷ ଅଛି, ପ୍ରତି ଲୋକ ବ୍ରିଟିଶ ଯୋଉମାନଙ୍କର ଅଛି ସେମାନେ ଓଡିଶା ପାଇଁ କି କାମ କରିଥିଲେ, ସେ ବେଜେଲ ଗେଟ୍ ହଉ କି ଆମର ଯେତେ ଭଲ ଲୋକ ହୁଅନ୍ତୁ, ସବୁଗୁଡା ବିଷୟରେ ଆମର ଜାଣିବା ଉଚିତ। ଆଉ ଏଥିପାଇଁ କଳିଙ୍ଗ ହିଷ୍ଟ୍ରିର ଯୋଉ ଉଦ୍ୟମ ଆଉ ଅନିଲ ବାବୁଙ୍କର ଯୋଉ ଡିପ୍ ରିସର୍ଚ୍ଚ ଅଛି, ମୁଁ ସେଥିପାଇଁ ଆଜ୍ଞା ଧନ୍ୟବାଦ ଜଣାଉଛି। ଧନ୍ୟବାଦ ସାର୍, ଧନ୍ୟବାଦ ସାର୍। ନାଇଁ ଅନିଲ ଭାଇ ତ ସେ ତ ମାନେ ଓଡ଼ିଶାର ଗୋଟେ ପ୍ରମୁଖ ଇତିହାସକାର ନା ଲୋକ। ନା ନାଇଁ ଆଜ୍ଞା, ଏମିତି କିଛି ନାହିଁ ଆ, ଆଜ୍ଞା। ଆଉ ତେବେ ଆ, ମନ୍ଥର ଭାଇ କିଛି କହିବେ ଆପଣ? ନମସ୍କାର, ଜୟ ଜଗନ୍ନାଥ ସମସ୍ତଙ୍କୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। କହିବା ପାଇଁ ଚରିତ୍ର କିଛି ନାହିଁ ମୋ ପାଖରେ। ଆଉ ଗୋଟେ ବଡ ଦୁଃଖ ଖବର କିଛି ହେଲା, ଆମର ଗାଁ ବାହାଘରେ ଆମର ଓଡିଆ ମଶାଣି ଗୋଟେ ଥିଲା ସେ କାଳରେ। ଯୋଉ ଓଡିଆ ବୋଲିକି ନାହିଁ, 90% ଆମ ଓଡିଆ, ଆଉ ଆମର ତାମିଲ ମାନେ ସେ ମଶାଣି ରାକା ଥିଲା। ପଛକୁ ଦୁସରା ଡେଭଲପର ଆଇକି ସେ ଗାଁ ଏସ୍ଟେଟ୍ ବିକି ଦେଲାକୁ ଆମର ସାଙ୍ଗମାନେ ଓଡିଆ ମାନେ ଯାଇକି ଗୋଟେ ଜାଗା ମାଗିଲା, ଆମର ଓଡିଆ ପାଇଁ ଗୋଟେ ଭୂମି ଦିଅ, ଗୋଟେ ମଶାଣି ପାଇଁ ବୋଲିକି। ଅଲମୋଷ୍ଟ 90% ଏପ୍ରୁଭ୍ ହେଇଗଲା। ଗୋଟେ ବଡ ଦୁଃଖ ଖବର, ଆମର ଓଡିଆ ଗୋଟେ ଜଣ ଆଇକି ବନ୍ଦ କରିଦେଲା, ଆଚ୍ଛା, ସରିଗଲା। ଆଉ କାଟା ସେଇଟା ମିଳିଲାନି। ଏବେ ଆଉଥର ଆମର କାଣା ହେଲା, ଗଭର୍ଣ୍ଣମେଣ୍ଟ ଏଭ୍ରି ଟାଇମ୍ ଚେଞ୍ଜିଂ। ଏଥର ଆଉଥର ମାଗିଛ, କଥାବାର୍ତ୍ତା ଚାଲିଛି, ବଟ୍ ନଟ୍ ରିୟଲି ଗୁଡ୍ ଆନ୍ସର। ଆମେ କେମିତି ହେଲେ ବି ୱିଲ୍ ଟ୍ରାଏ, ଆମ ଓଡିଆ ପାଇଁ ୱିଲ୍ ଟ୍ରାଏ। ସେତିକି ଏକା। ଆଉ ଗୋଟେ ଖବର କାଣ ହେଲେ, ଫ୍ରମ୍ କୁଆଲାଲମ୍ପୁର ଗୋ ଟୁ ସାଉଥ ସିଙ୍ଗାପୁର ବର୍ଡର, ଗୋଟେ ହାଉସିଂ ଏରିଆ ଇଣ୍ଡଷ୍ଟ୍ରି, ସେ ଥାନର ନାଇକି ପୁରୀ ଲଙ୍କା ସୁକା ଇଜ ଦେ କଲ୍ ଫର୍ କେଡା ଦୋଜ ଡେଜ୍। ଏ ପୁରୀ ଲଙ୍କା ସୁକା କହିକି ବड़ी ପ୍ରୋବ୍ଲେମ ହେଇକି ରହିଲା ଆଜି ଯାଏ। ଦେନ୍ ଦ କୋର୍ଟ ରିସେଣ୍ଟଲି about 2 days ago ନା ବଦଳ, ଦେନ୍ ବଦଲା କୁଆକା ଦେ ୱିଲ୍ ଆପ୍ରୁଭ୍। ସେଟା ଘର ଆପାର୍ଟମେଣ୍ଟ ବନେଇବା ପାଇଁ ସେ ଥାନରେ ସେ ପୁରୀର ନାଁ କାଢି ଦିଅ ବୋଲି କହିଲାକୁ, ତାଙ୍କ କାଢିଦେଲାକୁ ଦେନ୍ ଦୁସରା ନାଁ ପଳେଇ ଆଇଲା। ଏଇଟା ଆଜି ଚାଲିଛି, ଗୋଟେ 2 ଦିନ ଆଗରେ ଚାଲିବା ଚରିତ୍ର ଏଇଟା। ଓକେ, ସୋଫା ଏତିକି ଏକା। ଭାଇ ମହେଶ ଚନ୍ଦ୍ର ଭାଇ ନମସ୍କାର। ଆଜି ଆଜି ଆଗେ ଦେଖୁଛି। ଓକେ ସାର୍, ରେନିଲ ସାର୍ ନମସ୍କାର। ଥ୍ୟାଙ୍କ ୟୁ, ନମସ୍କାର, ନମସ୍କାର ଆଜ୍ଞା। ଥ୍ୟାଙ୍କ ୟୁ। ତେବେ ମୁଁ ଭାବୁଛୁ ଆଉ ଆମେ କୌଣସି ଆ, ମନ୍ତବ୍ୟ ବା ପ୍ରଶ୍ନ ନାହିଁ ଆମ ଦର୍ଶକ ମାନଙ୍କର। ସୁଧାଂଶୁ ବାବୁ କିଛି କହିବେ କି? ଓକେ, ତାହେଲେ ଆମେ ଆଜି ପ୍ରୋଗ୍ରାମ ଶେଷ କରିବା। ତାହେଲେ ମୁଁ ଧନ୍ୟବାଦ ଦେବି ମହେଶ ଚନ୍ଦ୍ର ଭୋଇଙ୍କୁ, ଯେ ସିଏ ଗୋଟେ ସୁନ୍ଦର ବିଷୟ ଯୋଉଟା କି ଆମ ଆଜିର ଏଇ ଯୋଉ ସମାବେଶରେ କେବଳ ଅନିଲ ଭାଇଙ୍କୁ ବ୍ୟତିରେକ ଅନ୍ୟ କେହି ଏ ବିଷୟରେ ମାନେ କାମ କରିବାର ଆମେ ସୂଚନା ପାଇଲୁନି। ନା ନା, ବହୁତ ଲୋକ କାମ କରିଥିବେ ଆଜ୍ଞା, କିନ୍ତୁ ହବା କଥା, ଗୋଟେ ଡିଟେଲ ହବା କଥା। ହଁ, ତେଣୁ ଏ ଜଗନ୍ନାଥ ସଡକ ବହିଟେ କୋଉଠି ମିଳିବ? ମୁଁ ଆକ୍ଚୁଆଲି ଖୋଜିଲି, ସେଟା ପାଉନି କଣ କୋଉଠି। କରିବା ଆଜ୍ଞା, ସେଟା ଏବେ ଅନିଲ ଭାଇ ଗୋଟେ ରିଲିଜ କାମ ହବ। କରିବା, ଜଗନ୍ନାଥ ସଡକ ପ୍ରୋଗ୍ରାମ ଟା ଆସନ୍ତା ନେକ୍ସଟ କମିଂ ସଣ୍ଡେରେ କରିଦବା ହଉ, କରିଦବା ହେଲା। କରିଦବା। ନହେଲେ ମୁଁ 21 ତାରିଖ ଆସୁଛି, ସୁଭାଷ ଭାଇଙ୍କ କାର୍ଯ୍ୟକ୍ରମ ସେଇଠି ରେକର୍ଡିଂ କରିଦେବା ସେଇଠି। ହଉ ଆଜ୍ଞା, କରିଦବା। ଓକେ ଓକେ, ଠିକ ଅଛି। ଓକେ, ଓକେ। ତେବେ କଣ ବହି ବିଷୟରେ ପଚାରୁଥିଲେ ସୁଧାଂଶୁ ଭାଇ? କଣ ବହି ବିଷୟରେ ପଚାରୁଥିଲେ, କୋଉଠି ମିଳିବ? ସେ ଜଗନ୍ନାଥ ସଡକ, ଆକ୍ଚୁଆଲି ମୁଁ ଜଗନ୍ନାଥ ସଡକ ବାବଦରେ ଜାଣିନଥିଲି। ଯେତେବେଳେ ସାର୍ ଏ ବାବଦରେ କଣ୍ଟିନ୍ୟୁସଲି ଲେଖିଲେ, ତା ପରଠାରୁ ମୋର ମାନେ ଭାରି ଆଗ୍ରହ ହେଇଯାଉଛି ଜଗନ୍ନାଥ ସଡକ ଆଉ ମହାନଦୀ ସାଇଡରେ ଯେତେ ସବୁ ମନ୍ଦିର ଅଛି।
ତେଣୁ ସେ ବହିଟେ କୋଉଠି ମିଳିବ ମୁଁ ଖୋଜିକି ପାଉନି। ଏବେ ଆଜ୍ଞା ସେ ବହି ଛପା ହେଇକି ଅଛି, ରିଲିଜ ହଉନି ଆଜ୍ଞା। ପଲିଟିକାଲ ସବୁ କଥା କଣ କରିବା ଆଜ୍ଞା, ବହି ଛପା ହେଇକି ରଖା ହେଇଛି ଷ୍ଟେଟ ଆର୍କାଇଭ୍ସ, ସେଟା ଗଭର୍ଣ୍ଣମେଣ୍ଟ ଛାପିଛି। କଣ ଓହୋ, କରିବା, ଆଜ୍ଞା ଆଜ୍ଞା। ଆମେ ସରକାର ବିରୋଧରେ ସବୁ କହିଦଉଛୁ, ସେମାନେ ଡରୁଛନ୍ତି ଇନାଗୁରେସନ କଲେ ଫେର ମୁଁ କିଛି କହିଦେବି। ଆଜ୍ଞା 7 ବର୍ଷ ହେଲା ବହି ଛପା ହେଇଛି, ରିଲିଜ କରୁଛି। ପୂର୍ବ ସରକାର କରୁନଥିଲା, ଇଏ ସରକାର ବି କରୁଛି। ଏନିୱେ ଆମେ ତ ଗୋଟେ ଟକ୍ ରଖିବା, ତେଣୁକରି ସେଇଟା ସେଇ ମାନେ ଅଭାବଟା କିଛି ମାତ୍ରାରେ ପୂରଣ କରିପାରିବ ବୋଲି ଆଶା। ତେବେ ଆଜି ଯେଉଁମାନେ ଯୋଗ ଦେଇଥିଲେ ସମସ୍ତଙ୍କୁ ଧନ୍ୟବାଦ ଦେବି। ଦେବି ମହେଶ ଚନ୍ଦ୍ର ଭୋଇଙ୍କୁ ଏବଂ ଅନିଲ ଧୀରଙ୍କୁ। ଆପଣ ଦୁଇ ଜଣ ଖୁବ୍ ସୁନ୍ଦର ଭାବରେ ଆପଣଙ୍କର ବକ୍ତବ୍ୟ ଉପସ୍ଥାପନ କଲେ, ବହୁତ କଥା ଜାଣି ହେଲା। ଏକଥା ଜାଣି ହେଲା ଯେ ସେମେଟେରୀକୁ ବି ଆମେ ଇତିହାସର ଗୋଟେ ଉପାଦାନ ହିସାବରେ ନେଇପାରିବା। ଆଉ ଓଡ଼ିଶା ପାଇଁ ଯେଉଁମାନେ କାମ କରିଥିଲେ ସେମାନଙ୍କର ସ୍ମୃତି ଚିହ୍ନ ଏବେ ବି ବିଭିନ୍ନ ସ୍ଥାନରେ ବିଦ୍ୟମାନ, ତାକୁ ଆମେ ଚେଷ୍ଟା କରିବା ତାକୁ ଲୋକଲୋଚନକୁ ଆଣିବା ପାଇଁ ଏବଂ ସେସବୁ ବିଷୟରେ ପୁଣି ଜାଣିବା ପାଇଁ। ଧନ୍ୟବାଦ, ରହୁଛି, ନମସ୍କାର।